ନାଇଁ। ତୋର ଝିଅ ନାହିଁ ନା ନାହିଁ। ପୁଅ ନା 10ଟା। ଓ 10ଟା ପୁଅ ଅଛି ତୋର। ଆଚ୍ଛା ସେମାନଙ୍କର ନାମକରଣ ନା 9ଟାରେ ସରିଛି। ଆଉ ଅନ୍ତିମ ପୁଅର ନାମକରଣ ହେଇନି। ଏଟା କ'ଣ କ'ଣ ନାଁ ଦେଇଛୁ? ନା କାହାକୁ ମିଲୁ, ଟୁଲୁ, ଟୁନୁ, ଫୁନୁ, କୁନୁ, ଗୁନୁ ଏମିତି ଗୋଟେ କହିବା। କହିଲେ ବୋଲା ଏଇ ନିରର୍ଥକ ନାମ, ଏଥିରେ କିଛି ଅର୍ଥ ନାହିଁ। କଳିଯୁଗର ମଣିଷ ତାହା ହିଁ କରିବ। ପୁଅର ନାମ ଦେଇଥିବ ଗୋବିନ୍ଦ, ଡାକିଲେ କୁନା ବୋଲି ଡାକୁଥିବ, କିଛି ଅର୍ଥ ନାହିଁ ତାର। ଏଟା କଳିଯୁଗର ପ୍ରଭାବ। ଅର୍ଥଗତ ନାମ। ଯଦି କୌଣସି ନାମର କିଛି ଅର୍ଥ ନାହିଁ, ସେଇ ନାମକୁ ଯେଉଁମାନେ ଉଚ୍ଚାରଣ କରନ୍ତି ବ୍ୟଙ୍ଗ ରଡି ପରି, ବ୍ୟଙ୍ଗ ଯେତେବେଳେ ରଡିବ କାଳ ସର୍ପ ତାକୁ ଆକ୍ରମଣ କରିବା ପାଇଁ ଯେଉଁ ପ୍ରକାର ଆକ୍ରମଣ କରିଥାଏ, ଠିକ ସେହିପରି ଯେଉଁମାନେ ଅର୍ଥଶୂନ୍ୟ ଶବ୍ଦ ଉଚ୍ଚାରଣ କରନ୍ତି ସେମାନଙ୍କ ପାଇଁ କାଳ ପ୍ରସ୍ତୁତ ହେଇଥାଏ ଟାଣିକି ନେଇଯିବ ଯମପୁରକୁ। କିନ୍ତୁ କଳିଯୁଗର ମଣିଷ ତାହା ଚିନ୍ତା କରିବନି। ଏପରିକି ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ମାନେ ମଧ୍ୟ ପୁଅମାନଙ୍କର ନାମ ସୁନ୍ଦର ସୁନ୍ଦର ନାମ ଦେଇଥିବେ, ଡାକିଲା ବେଳକୁ ଝିନ୍ଦୁ, ମିନ୍ଦୁ, ପୁଲୁ, ଟୁଲୁ ବୋଲି ଡାକୁଥିବେ। ପଣ୍ଡିତ ମାନେ ମାଳ ଧରି ଜପ କରୁଥିବେ, ଅନ୍ୟ କାହା କଥା ଛାଡ଼। ଏହା କଳିଯୁଗର ନିୟମ। ତାର ତୁ କୁନା ଟୁନା ନାଁ ଦେଇଛୁ ନା? ହଁ। ଆଚ୍ଛା ତୋର ଶେଷ ପୁଅଟା ନା? କିଛି ମୁଁ ଦେଇନି। ଆଚ୍ଛା ମୁଁ ଗୋଟେ ନାଁଟେ ଦେବି, ତାକୁ ଡାକିପାରିବୁ ନା? କ'ଣ ନାଁଟି କହିଲ? ଯଦି ଭଲ ହେଇଥିବ ଡାକିବି। ଦେଖ ତୋର ପୁଅକୁ, ଅର୍ଥାତ୍ ତୋର ଛୋଟ ପୁଅକୁ ତୁ ନାରାୟଣ ବୋଲି ଡାକିବୁ। ହରିବଲ, ହରେ କୃଷ୍ଣ। କହିଲେ ଏ ପାପି କ'ଣ 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 କହିଲ ବାବାଜୀ? କ'ଣ କହିଲ? ତୁ ତାରେ ରାଗଲା, ତମେ ଆସ କହିଲା, କାହିଁକି ଟିକେ ପାପ ହେ ଅଫିସାରଙ୍କର ଦର୍ଶନର ଫଳ ଏଇଟା। କ'ଣ କହିଲ? କ'ଣ କହିଲ? ନା ନାରାୟଣ। ନା ନା ରହିଗଲା, ଆଉ ରାୟଣ ହେଇପାରିଲାନି। ଦେଖିଲେ ନାରଦ ପାପ ଖୁନ୍ଦେଇକି ଭର୍ତ୍ତି ହେଇଛି। ଯେଉଁଠି ପାପ ଖୁନ୍ଦେଇକି ଭର୍ତ୍ତି ହେଇଛି, ଯଦି ଭଗବାନ ନାମ ଉଚ୍ଚାରଣ ଦେଇପାରିବେ କି? ହବନି। ଗୀତାର ସପ୍ତମ ଅଧ୍ୟାୟରେ ପ୍ରଭୁ କହିଲେ ଯେ ପାପଂ ଜନାନାଂ ପୁଣ୍ୟ କର୍ମଣାଂ તે દ્વંદ મોહને મુક્તા ભજନ୍ତି ମାଂ ଦୃଢ଼ବ୍ରତା। ପାପ ଯାହାର କ୍ଷୟ ହେଇନି, ତାକୁ ଶତ ଚେଷ୍ଟା କରି ବ୍ରହ୍ମା ଭଳିଆ ଗୁରୁ ପାଇଗଲେ ମଧ୍ୟ ସେ କେବେ ବି ପାପରୁ ନିବୃତ୍ତ ହେଇ ପୁଣ୍ୟ କାର୍ଯ୍ୟ କରିପାରିବ ନାହିଁ କି ଭଗବତ ନାମ ଉଚ୍ଚାରଣ କରିପାରିବ ନାହିଁ। ଏଣୁ ପାପ ପ୍ରତି ସାବଧାନ ହେବା ଉଚିତ। କିନ୍ତୁ ଏଇ ଟୋକା ତ ପାପରେ ପରିପୂର୍ଣ୍ଣ ହେଇଯାଇଛି, ନାରାୟଣଙ୍କ ନାମ ଉଚ୍ଚାରଣ କରିବା ସମର୍ଥ ପାଇବ କୋଉଠୁ? ପାଇପାରିଲାନି। ନାରଦ କହିଲେ ଆପକୁ ଅଧିକ ଶକ୍ତି ଦରକାର, ଅଧିକ କୃପା ଦରକାର। ୟାର ପାପ କ୍ଷୟ ଦେବା ପାଇଁ ମୁଁ ଆଜି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି। ଏହା ଭାବନା କରି କହିଲେ ଆଚ୍ଛା ଭାଇ ତୁ ତ ମୋର ବୀଣାଟା ନେଇଯାଇଛୁ ନା? ହଁ। ଟିକେ ଦେଇପାରିବୁ? କାହିଁକି? ମୋ ବୀଣାଟା କାହିଁକି ଦେବି? ଟିକେ ଦେ, ମୁଁ ତତେ ଟିକେ ନାରାୟଣ ନାମଟା ଘୋଷେଇଦେବି। ହଉ ନେ ରେ ବାହାରି, ମତେ ତ ପେଟେ ପକେଇ ଦେଇଛି ନା, କିନ୍ତୁ ପ୍ରଭାତ ହବା କିଛି ନା କ'ଣ ନିଶା କ'ଣ ଛାଡ଼ିଛି? ନିଶା ଛଡ଼େଇଦେବେ ନାରଦ। ଯେତେବେଳେ ବୀଣା ଟିକେ ଦେଇଦେଲେ କହିଲେ ଆଚ୍ଛା ମୁଁ ଗାଇବି, ତୁ ଗାଇଦେବୁ ନା? ହଁ। ବୋଲେ ଶ୍ରୀମନ ନାରାୟଣ ନାରାୟଣ
वितृष्णा दुर्पगाढ़ कर नहीं त्राण न स्पृशन्ति असन त्रीड भय शोक मोहा साधुमान मुखर हरिद्र नाम श्रवण करी यदि व्यक्ति कीर्तन करि परिबो ताहाले ताकू पाप आउ छोई पारो नै पाप से मुक्ति लाभ करि दिबो अमता सुविधा प्रवृत्ति अविद्या कारण नष्ट होई दिबो ताहाई घटिला धीरे धीरे पाप जे तळे ख्याल होई गला एति बळे सही पापी नारायण कहवा पाई समर्थ होई पाइला नारद प्रश्न करे अच्छा मन रहिला ना हां तो कौन बोली डाकिबो ना नारायण बोली कौन बोली डाकिबो नारायण बोली कौन बोली डाकिबो नारायण बोली भूलिबो नै तो नाही किंतु नारायण नाटा मु देछि यदि कुना टुना मुना बोली डाकी देबो तोर वर्धना पार रहियो भविष्य होबे ना नाही मु भूर डाकिबी मु कुना टुना मुना आदो डाकिबी नारायण बोली डाकिबी हां कलिजुगर मन ता करूची जो गुनानी जो लक्ष्मी डाकू जो पिंकी आइबा हलो पिंकी पिंकी बोले की अर्थ है किछि अर्थ नहीं निरर्थक नाम कलिजुगर मनुष्य डाकिबे तू ताहा तो करबुनी तू गोटे कलिजुगर मनुष्य नाही म नारायण पे डाकिबी अरे भूली जीवो नाही ना नाही तार मौका मसला तू हत्या करिबो पई संकल्प करछु कडुडा धरलु हरे कृष्ण एही पापी कहला मु तुम हत्या कर किरे केटे प्रोदर मो छुट्टी धरि कि घेरे जे कि जिगी धरि पळा गेलु एतो कोन हत्या करिबिनी बोलछु ता ना मु हत्या करिबि ताले कोन कहउछु ना नाइ तुम देखिबा नाम मो मुंडा कि नारायण बोली किंतु मोर गोटिए अनुरोध मु ए जंगल भितर रही एही परि डकायती कि करूछु बोली आपण कोठिला प्रकाश पाइबे निशा छाडी गला नाम रमया सेबे आपण बोली कहला तू ता गला तमे गला आपण बोली कहला नारद बोले आ ज्ञान उदय हे ठीक अछि ताले मु कोठी केबेले कहबिनी जीव कामरे दे नारद कहले मु भूल रे मध कहबी मु प्रमाण करी कहूची आखि छुई कहूची तू ए जंगल भितर डकायती गिरी करछु बोली मु केबे काहू कहबिनी आ तू नारायण नाम केबे बोलिबेनी सत्य हला हां सत्य हला नारद फेरी पळे गले हरि बोल हरे कृष्ण ये खाइले नारायण बसले नारायण उठले नारायण क्रोड़ पटा हां नारायण खाइबु नारायण बसबु बोली सब समय डाकिला किंतु जानि पाइ नतला दिले मृत्यु मुखे पड़ी गौली जेते बळे मृत्यु बळ आसी पहुंची गला एति बळे जमकिंकर मान आसी आक्रमण करंती भयंकर स्वरूप सतगुण रजगुण तमगुण को नहीं तीनटी जमदूत आसंते जो मानकर हाथ फैलाई जाए सोईथिबा अवस्था रे ए जमकिंकर मान को देखि भय रे भीत है प्राण को विसर्जन कर दे जब हाथ बेल को जाए ए मानकर दशा बड़ भयानक दशा एते दुख भोग करिवे से माने ए कले नसरे लोके को कोणे खाइला पीला सला फुट गिरा मरि गला लाकेले भाग्यवान पुण्य मंत्र करे नाइ को सीधा नरक को पळे गला तार क्रम मृत्यु रही छी क्रम मृत्यु यदि उबुर जाई हठात एक्सीडेंट नहीं मरि गला सीधा प्रत्यागी भुक्तागी गछटा देवते गछ भांगी जीवो पानी बसिबो पानी सुकी जीवो पृथ्वी बसिबो पृथ्वी फाटी जीवो आ अकाल मृत्यु का जाए ताले एही युवक हरे कृष्ण जंगल भीतर रहला नारद जीवा बेले पचारले अच्छा भाई तो पुर ना तो कोन ना नारायण अच्छा तू नाटा कोन ना मोना उजा मिलो हरि बोल हरे कृष्ण बड़े सुंदर नाटा तो बापा दे दिला अरे तू माया रे नाम मिसियो लुगिरी ओजा कहले माया माया रे जो माने मिसंते नाही से मान को ओजा मिलो को जाए तू मिसियो लु ओ ठीक अछि अरे मो तो नाटा मने रखिली तो ना के पेले कुटी कहबिनी तू नारायण नाम केबे बोलुनी हां तायला खाइले पीले बसले उठे नामला जेतले जमकिंकर मान आसी पहुंची गले याको मृत्यु दंड देई जमपुर को नहीं जीवा निमंते ए परीक्षित भय रे त्रस्त है मन मन भाबिला ए जो भीषण भयंकर रूप ना तो कटमट करछंती याकु यदि मो को देखिलेबो मो पुआउ जीवन धरिबो हां पुआ लो भरे पुत्र लो भरे डाकी देला नारायण सरटी अक्षर
ପାପୀ ଅଜାମିଳ କେତେ ନା କେତେ ପାପ କରିଛି ଜୀବନ କାଳ ମଧ୍ୟରେ। ଲକ୍ଷ ଲକ୍ଷ ପ୍ରାଣୀ ମାନଙ୍କୁ ହତ୍ୟା କରିଛି, ଶହ ଶହ ନର ହତ୍ୟା କରିଛି, ନାରୀ ହତ୍ୟା କରିଛି, ଏତେ ପାପ କରିଛି। ଆମେ ଅନ୍ୟାୟ କରୁଛୁ ଏ ଯମ ଭୁବନକୁ ଯାଇ ଯାତନା ଭୋଗ କରିବା ପାଇଁ ଅଧିକାରୀ। ଆମେ କଣ ଅନ୍ୟାୟ କଲୁ? ଆମେ କି ଅତ୍ୟାଚାର କଲୁ? ଆମ ରାଜା ଆମକୁ ପଠେଇଛନ୍ତି। ତୁମେ ଧର୍ମ ସମ୍ପର୍କରେ କଣ ଜାଣ? ନା ହଁ ପୁରାପୁରି ଜାଣିଛୁ। କହିଲ କଣ ଧର୍ମ? ଶୁଣନ୍ତୁ ଏଇ ମହାପୁରୁଷଗଣ, ତୁମେ କିଏ ପରିଚୟ ଦେଲ? ଆମେ ପରିଚୟ ଦେବା ପାଇଁ ଆସିନୁ। ଆମେ ଆସିଛୁ ୟାକୁ ରକ୍ଷା କରିବା ନିମନ୍ତେ। ତୁମେ ଅନ୍ୟାୟ କରୁଛ, ସେ ଅନ୍ୟାୟରୁ ନିବାରଣ କରିବା ନିମନ୍ତେ ଆମେ ଆସିଛୁ। ଆମେ ପରିଚୟ ଦେବା ପାଇଁ ଇଚ୍ଛା କରୁନୁ। ତାହେଲେ ଧର୍ମ ସମ୍ପର୍କରେ ପ୍ରଶ୍ନ କରିଛ, ଆମେ କହୁଛୁ ଶୁଣ। ବେଦ ପ୍ରଣୀତଂ ଧର୍ମ ଅଧର୍ମ ତତ୍ ବିପର୍ଯ୍ୟୟ। ବେଦରେ ଧର୍ମର ନିରୂପଣ କରାଯାଇଛି। ସେଇ ଧର୍ମ ହେଲା ବର୍ଣ୍ଣାଶ୍ରମଚାରବତା ପୁରୁଷେଣ ପରପୁମାନ୍ ବିଷ୍ଣୁ ଆରାଧତେ ପନ୍ଥା ନାନା ତତ୍ତ୍ୱ କାରଣଂ ବର୍ଣ୍ଣ ଏବଂ ଆଶ୍ରମର ନିୟମକୁ ଯଥାଯଥ ଭାବେ ପାଳନ କରି ବିଷ୍ଣୁକୁ ଆରାଧନା କରିବା ନିମନ୍ତେ ବେଦ ଠାରୁ ଆରମ୍ଭ କରି ପୁରାଣ ପର୍ଯ୍ୟନ୍ତ ସମସ୍ତ ଶାସ୍ତ୍ର ଏହା ଘୋଷଣା କରିଛନ୍ତି। ଏଣୁ ଏହି ଯୁବକ, ଏହି ପାପୀ ଦିନେ ହେଲେ ବେଦ ପଢିଛି ନା ପୁରାଣ ପଢିଛି? ନା ବେଦ ପ୍ରତିପାଦିତ କୌଣସି ଧର୍ମ ଅବଲମ୍ବନ କରି ଜୀବନ ଯାପନ କରିଛି? ନା ବର୍ଣ୍ଣାଶ୍ରମ ନିୟମକୁ ପାଳନ କରିଛି? କିଛି କରିନାହିଁ। ସୁତରାଂ ଏ ଯମପୁରକ ଅଧିକାରୀ। କଣ ତୁମେ ବାରଣ କରୁଛ? ନା ନାଇଁ ନାଇଁ, ତୁମେ ଭଲ ଭାବେ ବେଦକୁ ପଢିନ? ବେଦର ପରିଶିଷ୍ଟ ପଢିଛ? ନା ପରିଶିଷ୍ଟ ଆଜି ନୂଆରେ ଶୁଣୁଛୁ? ଶୁଣ, ଆମେ କହୁଛୁ। ଏ କିଙ୍କରଣ ସାଙ୍କେତ୍ୟଂ ପାଳିହାସ୍ୟଂ ବା ସ୍ତୋଭଂ ହେଳନମେବ ବା ବୈକୁଣ୍ଠ ନାମ ଗ୍ରହଣ ଅଶେଷାଘରଂ ବିଦୋ। ସଂକେତ କରିଛି କୌଣସି ଭାଗ୍ୟବାନ ବ୍ୟକ୍ତି ଭଗବାନଙ୍କ ନାମ ଉଚ୍ଚାରଣ କରିପାରିଲା, ଅର୍ଥାତ୍ ପୁଅକୁ କହିବ ଗୋବିନ୍ଦ, ଝିଅକୁ କହିବ ରାଧା, ମୁକ୍ତି ହେଇଯିବ। ଏରା କଳିଯୁଗର ମହିମା। ଆଉ ପରିହାସ କରି କୌଣସି ସାଧୁ ସନ୍ଥକୁ ଦେଖି ଯଦି କହିଦେଲା ହେ ସୀତାରାମ, ହେ ରାଧେଶ୍ୟାମ, ତାର ପାପ ଗଲା। ଆଉ ହେରେ ହଁ ତୁ କହିଦେଲୁ, ଛାଡରେ କୋଉ କୃଷ୍ଣ କୋଉ ରାମ କାହାକୁ କିଏ ରଖୁଛିରେ କହିବାର ତ ଲୋକେ କହୁଛନ୍ତି। এইভাবে যদি কৃষ্ণ রাম নাম উচ্চারণ করে দিন পারা সে মধ্যে পাপ মুক্ত হইব। আও সাংকেত্যং পারিহাস্যং বা স্তোভং হেড়নমে বাবা বৈকুণ্ঠ নাম গ্রহণ। যদি কৌশি মঠ মন্দিরକୁ যাই ভগবানଙ୍କୁ ସ୍ତୁତି କରି ମୁଣ୍ଡିଆଟି ମାରିଦେଲା, ସବୁ ପାପରୁ ମୁକ୍ତ ହେଇଯିବ। ଏହିପରି କଳିଯୁଗରେ କ୍ଷମତା ରହିଛି। ତୁମେ ତାହା ବୁଝିନ? ନା ଆମେ ଯାଅ ତୁମ ରାଜାଙ୍କୁ ପଚାରିବ। ଏ ପରୀକ୍ଷିତ ବିଷ୍ଣୁ ଦୂତମାନଙ୍କର ଧିକ୍କାରରେ ଯମକିଙ୍କର ମାନେ ସେଇ ଅଜାମିଳର ପ୍ରାଣକୁ ତ୍ୟାଗ କରିଦେଇ ପଳେଇଗଲେ ଯମରାଜାଙ୍କ ନିକଟକୁ। ଏପଟେ ସେହି ଅଜାମିଳ ଗୋଟିଏ ଭୟଙ୍କର ସ୍ୱପ୍ନ ଦେଖିଲା ଭଳିଆ ଦେଖି ଭାବନା କଲା, ଏଇଟା ତ ସ୍ୱପ୍ନ ନାହିଁ, ଏଇଟା ସତ୍ୟ କଥା। ସେହି ମହାପୁରୁଷଙ୍କର ସେହି ସନ୍ଥଙ୍କର ବାକ୍ୟକୁ ମୁଁ ଆଜି ପାଳନ କରି ମୋ ପୁଅକୁ ନାରାୟଣ ବୋଲି ଡାକୁଥିବା ହେତୁ ଆଜି ମହାବିପଦର ମୁଁ ରକ୍ଷା ପାଇଗଲି। ମତେ ପ୍ରଭୁଙ୍କର କୃପା ହେଇଗଲା, ସଙ୍ଗେ ସଙ୍ଗେ ଆସିଗଲା ବୈରାଗ୍ୟ। ହଁ, ଗୀତାରେ ପ୍ରଭୁ କହିଲେ ଅପିଚେତ ସୁଦୁରାଚାର ଭଜତେ ନାମନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସିतो ଯତି ପ୍ରଭବତି ଧର୍ମାତ୍ମା ସତ୍ସଙ୍ଗ ଗଚ୍ଛତି କୌନ୍ତେୟ ପ୍ରତିଜାନିହି ନାମେ ଭକ୍ତା ପନଶ୍ୟତି। ଯଦି କୌଣସି ଭାଗ୍ୟବାନ ବ୍ୟକ୍ତି ପୁଅ ଝିଅଙ୍କୁ କୃଷ୍ଣ ରାଧା ନାରାୟଣ ଲକ୍ଷ୍ମୀ ବୋଲି ଡାକି ଦେଇପାରିବ, ତାହେଲେ ମୁଁ ତାକୁ ସର୍ବତ ଭାବେ ରକ୍ଷା କରିଦେବି, ପାପରୁ ତାକୁ ନିବୃତ୍ତି କରିବି, ଧର୍ମ ମାର୍ଗରେ ତାକୁ ପ୍ରବୃତ୍ତି କରିଦେବି। ପ୍ରଭୁଙ୍କର ଶ୍ରୀମୁଖ ବାଣୀ ଗୀତା ମଧ୍ୟ। ତାହେଲେ ଏଇ ଅଜାମିଳ ସେହି ଦୃଶ୍ୟଟିକୁ ଦେଖି ସଙ୍ଗେ ସଙ୍ଗେ ପାପରୁ ମୁକ୍ତ ସମସ୍ତ ପାପ କାର୍ଯ୍ୟକୁ ବର୍ଜନ କରିଦେଇ ଦୀକ୍ଷା ଗ୍ରହଣ କରି ସାଧୁ ବେଶ ହେଇ ସେ ବେଶ୍ୟାକୁ ସାଙ୍ଗରେ ନେଇ ସେଇ ଜଙ୍ଗଲ ମଧ୍ୟରେ ପ୍ରେମରେ ବ୍ୟାକୁଳରେ ଡାକିଲା, ନାରାୟଣ 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 ବଲ ନାରାୟଣ ନାରାୟଣ
କିଙ୍କର ମାନେ ବାଟରେ ଯିବା ବେଳେ ଗୋଟେ ଗଛ ମୂଳକୁ ପଳାଇଗଲେ। ଏକାଠି ବସି କହିଲେ ଦେଖ ଦରକାର ନାହିଁ ଚାକିରି ହରିବଲ, ଇଏ ହଉଛି ସମ୍ରାଟ, ତା କଥାକୁ ମାନି ଆମେ ଏଇ ପାପି ଗରିବଠୁ ଆସିଥିଲେ। କିନ୍ତୁ ଯଦି ଆଉ ଟିକେ ଅଧିକ ପାଟିତୁଣ୍ଡ କରିଥାନ୍ତେ ଆମ ପିଠି ଯାକ ବଜ୍ର ହେଇଯାଇଥାନ୍ତା। ଏଡ଼େ ଗଦା ବାପାରେ ଦେଖିଲେ ଡର ହରିବଲ। ଆଜି ରକ୍ଷା ପାଇଗଲେ। ଦେଖ ସଙ୍ଗେ ସଙ୍ଗେ ଇସ୍ତଫାପତ୍ର ଖଣ୍ଡେ ଦେଖି ଯମ ମହାରାଜାଙ୍କୁ ଯେତେବେଳେ ଦେଇ ଦିଅନ୍ତି, ଯମ ମହାରାଜା କହିଲେ କଣ ହେଲା ନା କଣ ହେଲା ଆପଣଙ୍କର ଯିଏ ହରେ କୃଷ୍ଣ ଗୁମସ୍ତା ସିଏ ଆମକୁ ଯୋଉଠିକି ପଠେଇଥିଲା, ଆଜି ଆମେ କିଛି ପୁଣ୍ୟ ବଳ ଥିଲା ବୋଲି ବଞ୍ଚିକି ଆସିନୁ ନା, ନହେଲେ ଆମର ପ୍ରାଣ ଥାନ୍ତା। କଣ ହେଲା ନା ଚିତ୍ରକୂଟ ପଠେଇଥିଲା ପ୍ରାଣକୁ ଅଜାବେଳେ ପାଖକୁ। ଆଚ୍ଛା ଘଟଣା କଣ କହୁନ ପଠେଇଥିଲା ତ ନା କଣ ହେଲା କହିଲେ, ସେଇ ଅଜାବେଳ ଆମେ ଯେତେବେଳେ ତାର ପ୍ରାଣବାୟୁକୁ ଆକର୍ଷଣ କଲୁ ସେତେବେଳେ ତା ପୁଅଟାକୁ ଡାକିଦେବା। ତା ପୁଅଟାର ନାଁ କଣ ନା ନାରାୟଣ। ଠିକ ଅଛି, ତମର ସେଠି ଅଧିକାର ନାହିଁ, ଆମର ଅଧିକାର ନାହିଁ। ଆମକୁ କାହିଁ ପଠାଯାଇଥିଲା ନା ସେ ନାରାୟଣ ଡାକିବ ବୋଲି କଣ ଚିତ୍ରକୂଟ ଜାଣିଥିଲା କି? ତେଣୁ ପଠେଇଥିଲା। ନାରାୟଣ ବୋଲି ଯେତେବେଳେ ଡାକିଛି ସଙ୍ଗେ ସଙ୍ଗେ ଯମଦୂତ ମାନଙ୍କ ସେଠି ଅଧିକାର ନାହିଁ, ସଙ୍ଗେ ସଙ୍ଗେ ଆସି ଯାଇଛନ୍ତି ବିଷ୍ଣୁଦୂତ ମାନେ। ଠିକ କାର୍ଯ୍ୟ ହେଇଛି। ଓ ଏତେ କ୍ଷମତା ଯେଠି ଅଛି, ତୁମେ ସର୍ବାଧିପତି ନାହିଁ ନା ନାହିଁ, ମୁଁ ଗୋଟେ ବିଭାଗର ମନ୍ତ୍ରୀ। କେତେ ବିଭାଗ ଅଛି? ସମ୍ରାଟ ହଉଛନ୍ତି ବିଶ୍ୱ ସମ୍ରାଟ ଭଗବାନ ଶ୍ରୀକୃଷ୍ଣ। ସେ କଥା ଆମକୁ ଆଜି ପର୍ଯ୍ୟନ୍ତ କହିନଥିଲ, ଆବଶ୍ୟକ ପଡ଼ିନଥିଲା। ତାହେଲେ ସେଇ କୃଷ୍ଣଙ୍କର ନାମକୁ ଯିଏ ରଟିବ, ବୁଝିଲ କି ହେ କିଙ୍କର ଗଣ ସର୍ବେଷାମପ୍ୟଭବତା ଇଦମେବ ସୁନିଷ୍କୃତି ନାମ ବ୍ୟାହରଣେନ ବିଷ୍ଣୁ ଯତସ୍ତତ ବିଷୟାମତି। ଯଦି କୌଣସି ଭାଗ୍ୟବାନ ବ୍ୟକ୍ତି ଭଗବାନ ବିଷ୍ଣୁଙ୍କର ନାମ, ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଉଚ୍ଚାରଣ କରିଦେଇପାରିବ, ତା ପ୍ରତି ଭଗବାନ କୃଷ୍ଣ ଦୃଷ୍ଟି ରଖିଥାନ୍ତି। ତାକୁ ଯଦି କିଏ ଫୁଲଟିଏ ଫିଙ୍ଗିଦବ, ତାକୁ ଶ୍ରୀକୃଷ୍ଣ ଗୋଟେ ପଥରଟିଏ ଫିଙ୍ଗି ତାର ମୁଣ୍ଡକୁ କୁଟୁକୁଟା କରିଦେବେ। କଣ କହୁଛ, ଏଟା ସତ କଥା ନା ମିଛ କଥା କି? ଏବେ ଦେଖିଲ ଆଖିରେ ଦେଖିଲ। ଏଣୁ କୌଣସି ଭକ୍ତ ପାଖକୁ କେବେ ହେଲେ ଯିବନି, କୌଣସି ଭକ୍ତ ପ୍ରତି କେବେ ଅନାଦର କରିବନି। ଯଦି ଅନାଦର କରିବ ଆଜିର ଭଳିଆ ଘଟଣା ଘଟିବ। ଏଣୁ ସାବଧାନ। ପ୍ରଭୁ କହିଲେ ସମୋହଂ ସର୍ବଭୂତେଷୁ ନ ମେ ଜ୍ୟେଷ୍ଠସ୍ତି ନା ପ୍ରିୟଃ। ମୁଁ ସବୁଠି ସମାନେ, ମୋର କେହି ପ୍ରିୟ ନୁହନ୍ତି କି ମିତ୍ର ନୁହନ୍ତି କି ଶତ୍ରୁ ନୁହନ୍ତି। କିନ୍ତୁ ଯିଏ ଭଜନ୍ତି ତୁମାଙ୍ଗ ଭକ୍ତ୍ୟା, ଭକ୍ତିର ସହିତ ମତେ ଯେଉଁମାନେ ଭଜନ କରି ହା କୃଷ୍ଣ ବୋଲି ଦି ଧାର ଆଖିରୁ ଲୁହ ଗଳେଇ ଦେଇ କାନ୍ଦିଥାନ୍ତି, ତାକୁ ଯଦି କିଏ କିଛି ବିଘ୍ନ କରିବ, ତା ପ୍ରତି ଯଦି କିଏ କିଛି ଅତ୍ୟାଚାର କରିବ, ମୁଁ ସଙ୍ଗେ ସଙ୍ଗେ ତାକୁ ପଥରଟିଏ ଫିଙ୍ଗି ଦେଇକି ତା ମୁଣ୍ଡକୁ କୁଟକୁଟା କରିଦେଇକିରି ଧ୍ୱସ୍ତ ବିଧ୍ୱସ୍ତ କରିଦେବି। ଏଣୁ ମୋ ଭକ୍ତ ପ୍ରତି କିଏ ଯଦି ଅନାଦର କରିବ, ମୁଁ ତାକୁ କେବେ ଛାଡ଼ିବି ନାହିଁ। ପ୍ରଭୁଙ୍କର ସେ ମୁଖବାଣୀ। ତାହେଲେ ସର୍ବେଷାମପ୍ୟଭବତାଂ ଇଦମେବ ସୁନିଷ୍କୃତି ନାମ ବ୍ୟାହରଣେନ ବିଷ୍ଣୁ ଯତସ୍ତତ ବିଷୟାମତି। ଯେହେତୁ ହେ କିଙ୍କରଗଣ ବିଷ୍ଣୁଙ୍କର ଦୃଷ୍ଟି ସବୁ ସମୟରେ ଭକ୍ତମାନଙ୍କ ପ୍ରତି ଥାଏ। ଭକ୍ତମାନଙ୍କୁ ଯଦି କିଛି ଆପଦ ବିପଦ ଆସିଗଲା, ଭଗବାନ ସହନ କରିବେ ନାହିଁ, ସଙ୍ଗେ ସଙ୍ଗେ ବୈକୁଣ୍ଠ ଫେରିକି ଦେଇ ପଡ଼ିବେ। ଗଜ ଗୋଟେ ପଶୁ ଡାକିଲା ବିକଳରେ କଣ ଧରିଛି, ଫୁଲଟିଏ ଧରିଛି। ଶୁଣ୍ଡ ଦେହରେ ଗୋଟିଏ ଫୁଲଟିଏ ଧରି ଟିକେ ପ୍ରଭୁଙ୍କ ଚରଣାର ବିନ୍ଦୁରେ ଥୋଇଦବ। ପ୍ରଭୁ କହିଛନ୍ତି ଭକ୍ତ ମଜାରି ମାମସ୍ତୁ ମାମୈବେଶ୍ୟସି ସତ୍ୟନ୍ତେ। ଯଦି କୌଣସି ବ୍ୟକ୍ତି ଭାଗ୍ୟବାନ ବ୍ୟକ୍ତି ଯଦି ଫୁଲଟିଏ ଯଦି ପ୍ରଭୁଙ୍କୁ ଦେବି ବୋଲି ଇଚ୍ଛା କରି ଯଦି ପ୍ରଭୁଙ୍କର ନାମଟାକୁ ଡାକିଦେଲା, ପ୍ରଭୁ ବୈକୁଣ୍ଠରୁ ଡେଇଁ ପଡ଼ିବେ। ଡେଇଁ ପଡ଼ିଲେ ନା ଗଜ ପାଖକୁ, ହରିବଲ ହରେ କୃଷ୍ଣ, ଏତେ ଦୟାଳୁ ସିଏ। ଏଣୁ ତାଙ୍କରି ନାମକୁ ଯିଏ ଘୋଷଣା କରିବ, ତାଙ୍କରି ନାମକୁ ଯିଏ ରଟିବ, ତାଙ୍କ ନାମକୁ ଯିଏ ପ୍ରଚାର କରିବ, ତାର ବିପଦ କେବେ ହେଲେ ନାହିଁ। ସମାସିତା ଯେ ପଦ ବଲ୍ଲଭ ପ୍ଳବଂ ମହତ ପଦଂ ପୁଣ୍ୟ ଦାସୋ ମୁରାରେ ଭବାଙ୍କୁ ଦିବସ ପଦଂ ପରଂ ପଦଂ 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 ତଦ ବିପଦଂ ନତେଷାଂ। ଜମନ୍ତୁ ପୁରା ତାଠେଟା ହେଇଗଲା। ଏଇଭଳିଆ ରହିଛି ନା କଣ? ତାହେଲେ ଆମକୁ ଏ ପର୍ଯ୍ୟନ୍ତ କହିନଥିଲ, ବର୍ତ୍ତମାନ ଆମେ ଅନୁରୋଧ କରୁଛୁ
ଚାକିରି ଆମକୁ ବିଦାୟ ଦିଅ ନା ବିଦାୟ ଦିଆଯିବନି ତାହେଲେ ଚାର୍ଜ ଦେଇଦିଅ ହଁ ଚାର୍ଜ ଦଉଛି ନିଅ ଶୁଣ ହେ କିଙ୍କର ଗଣ ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟଂ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କର ନାମ ଉଚ୍ଚାରଣ କରିପାରେ ନାହିଁ ପୁଅକୁ ଝିଅକୁ ଭଗବାନଙ୍କ ନାମରେ ନାମିତ କରି ଡାକିପାରେ ନାହିଁ ସେମାନଙ୍କୁ ମୋ ପୁରକୁ ନେଇ ଆସିବ ଆଉ ସ୍ମରତି ଯାହାର ଚିତ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ଛନ୍ଦାଚରଣ ମୂର୍ତ୍ତି ବରହା ପୀଡ଼ଂ ନଟବର ବପୁ କର୍ଣ୍ଣୟୁ କର୍ଣ୍ଣିକାରଂ ବିଭ୍ରତ ବାସଂ କନକ କବିଶଂ ବୈଜୟନ୍ତିଞ୍ଜମାଳାଂ ରନ୍ଧ୍ରାନ ବେଣୁରଧର ସୁଧୟା ପୂରୟନ ଗୋପ ବୃନ୍ଦೈ ବୃନ୍ଦାରଣ୍ୟଂ ଶବଧରମଣଂ ପ୍ରାപിଶତ ଗୀତ କୀର୍ତ୍ତି ଏହି ସ୍ୱରୂପକୁ ଯାହାର ମନ ଚିନ୍ତା କରୁନାହିଁ ତାକୁ ମୋ ପୁରକୁ ନେଇ ଆସିବ ଆଉ କୃଷ୍ଣାୟନ ନଦୀ ଦକ୍ଷିଣେ କଦାପି ସ୍ୱର୍ଗ ବାୟୁ ମଧ୍ୟ ଯେଉଁମାନେ ଶ୍ରୀକୃଷ୍ଣଙ୍କର ପଦାର ବିନ୍ଦୁରେ ନତ ହେଇ ମୁଣ୍ଡିଆ ମାରି ନାହାନ୍ତି ସେମାନଙ୍କୁ ମୋ ପୁରକୁ ନେଇ ଆସିବ ଆଉ ଅକୃତ କୃଷ୍ଣ କୃତ୍ୟାନ ବିଷ୍ଣୁଙ୍କ କାର୍ଯ୍ୟ କରିବା ପାଇଁ ଯେଉଁମାନେ କୁଠିତ ହେଇଥାନ୍ତି ପୂଜା କରିବା ପାଇଁ ଅର୍ଚ୍ଚନା କରିବା ପାଇଁ ଦିଟା ଫୁଲ ତୁଳସୀ ମଧ୍ୟ ଲଗେଇ ପାରନ୍ତି ନାହିଁ ସେମାନଙ୍କୁ ମୋ ପୁରକୁ ନେଇ ଆସିବ ସେଇଥିରେ ଚାରିଟା ପାଇ ସେଇଦିନ ଠାରୁ ବିଷ୍ଣୁ ଭକ୍ତକୁ ଦେଖିବା ମାତ୍ରକେ କିଙ୍କର ମାନେ ଭୟଭୀତ ହେଇଥାନ୍ତି ଏଣୁ ସ୍କନ୍ଦ ପୁରାଣ କହନ୍ତି ରାମ ନାମ ତାରକଂ କୃଷ୍ଣ ନାମ ତାରକଂ 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 ରାମ ନାମ ତାରକଂ କୃଷ୍ଣ ନାମ भगवत गीता भगवान श्रीकृष्ण अर्जुन निकट व्यक्त करछन्ति भगवान यदि आश्रय करिबो पाप प्रवृत्ति कटियो ताले के राजा हे परीक्षित एही नाम एते शक्ति संपन्न याकु जे कीर्तन करिबो सही नाम एही भाग इंद्रिय दे जे हृदय गुफा भितर प्रवेश करिबो हृदय जागत्य आवर्तना को नष्ट करदबो पाप प्रवृत्ति नष्ट करदबो आ कामना वासना को पुड़ी दबो हृदय निर्मल होइबो परमात्मा साक्षात्कार होइबो जे महान लक्ष्य को नहीं एते बड़ा सृष्टि प्रक्रिया आरंभ होइछि ताहा ए अनुभूति करि पाइबो परमात्मा दर्शन कर दी पाइबो आओ प्रसाद कथा जहा कहिथिली सुन ए परीक्षित भगवान श्री कृष्ण प्रसाद जगन्नाथ महाप्रभुंकर प्रसाद जे सेवन करिबो से सर्वांतकरण शुद्धि कर दी पारिबो एक कथा उद्धव कहिसंती तय उपभुक्त श्रागंध भाषलंकार चर्चिता उचिष्ट भोजन रासा तब मायाम जय महि भगवान श्री कृष्ण उद्धव कहले प्रभु आपनकर प्रसाद आपनकर निर्माल्य जो माने सेवन करिवे माया को विजय कर दी पारिबे श्रीमद तुलसी रसना तदर्शिते
ଜଗନ୍ନାଥଙ୍କର ପ୍ରସାଦର ମହିମା ଅଶେଷ। ଏ ସମ୍ପର୍କରେ ଏହି ସୂତମୁନି କି ପ୍ରଶ୍ନ ହେଇଛି ପଦ୍ମପୁରାଣ ପାତାଳ ଫଳରେ ଜଗନ୍ନାଥ ମହାପ୍ରଭୁ ସମ୍ପର୍କରେ। ଆଜି ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ଗୁଣ୍ଡିଚା ଜାତ। ଗୁଣ୍ଡିଚା ଜାତ ସମ୍ପର୍କରେ ଆପଣମାନଙ୍କର ସବୁ ଜ୍ଞାନ ଥିବ। ବଡ଼ ଚମତ୍କାର। ଆଜି ପ୍ରଭୁ ନିଜ ଜନ୍ମସ୍ଥାନକୁ ଯାଉଛନ୍ତି। ହରିବଲ ହରେ କୃଷ୍ଣ। ଦ୍ୱାରିକାରୁ ବୃନ୍ଦାବନ ଯାଇଛନ୍ତି। ଏବେ ପହଞ୍ଚିଯିବେ ବୋଧେ। ତାଙ୍କରି ସମ୍ପର୍କରେ ପଦ୍ମପୁରାଣ ପାତାଳ ଫଳର ସଂକ୍ଷିପ୍ତ ଆଲୋଚନା। ଜଗନ୍ନାଥ ମହାପ୍ରଭୁ এই যে বর্তমান আমি স্বরূপ দেখবা পাই পাচ্ছে, এই স্বরূপর পরিণতি কোণ পদ্মপুরাণ বিচার করছেন। দিনে ভগবান শ্রীকৃষ্ণ নিত্য আওলা বাওলা হই হা রাধে হা রাধে হা রাধে হে গোপী বলি কান্দুছেন। জগন্মাতা মা রুক্মিণী নিকটরে অଛନ୍ତି। এই দৃশ্যটি যেତେବେଳେ ଦେଖିଲେ କଣ ହେଲା, ଆମେ ଏତେ ପରିପାଟିରେ ସେବା କରୁଛୁ, ଦିନେ ତ ହା ରୁକ୍ମିଣୀ ହା ସତ୍ୟଭାମା ବୋଲି ଡାକି ନାହାନ୍ତି, କାନ୍ଦି ନାହାନ୍ତି। ସେଇ ବ୍ରଜ ଗୋପୀ ଗୁଡାକ ଗୌରୁଣୀ ଗୁଡାକ କି ମନୋଭାବ ଦେଇ ତାଙ୍କୁ ସେବା କରିଥିଲେ ଯେ ଆଜି ଏତେ ବଡ ବୈଭବ ଭିତରେ ଥାଇ ମଧ୍ୟ କାନ୍ଦୁଛନ୍ତି ତାଙ୍କ ନାଁ ବସି ବସି। ସେଠି କିଛି ମାହାତ୍ମ୍ୟ ନିଶ୍ଚୟ ଥିବ। ଏହା ବିଚାର କରି ଅନ୍ୟାନ୍ୟ ସମସ୍ତ ପାଟମହିଷୀ ମାନଙ୍କୁ ଏକଥା ଜଣାନ୍ତି। ପାଟମହିଷୀ ମାନେ ଅର୍ଥାତ୍ ସତ୍ୟଭାମା, କାଳିନ୍ଦୀ, ଜାମ୍ବବତୀ ପ୍ରଭୃତି 8 ଜଣ ହେଉଛନ୍ତି ପାଟମହିଷୀ। ଆଉ ଅନ୍ୟାନ୍ୟ ମାନେ ସମସ୍ତେ ହେଉଛନ୍ତି ମହିଷୀ ଅର୍ଥାତ୍ ରାଣୀ, ମାନେ ମହାରାଣୀ। ସମସ୍ତେ ରୁଣ୍ଡ ହେଇଗଲେ ଯେ ଶ୍ରୀକୃଷ୍ଣ ଆମର ପତି ଶ୍ରୀକୃଷ୍ଣ ଆମ କଥା ତ ଦିନେ ମନେ ପକାନ୍ତି, এই ବ୍ରଜ କଥା ମନେ ପକାଉଛନ୍ତି। ସେମାନେ କି ପରିପାଟି ଦ୍ୱାରା ଆମକୁ ସେବା କରୁଥିଲେ, ଇଏ ମୋହିତ ହେଇଯାଇଛନ୍ତି। ଆମେ ସେ ପରିପାଟି ଶିଖିବା। କାହାଠୁ ଶିଖିବା? କିଏ ଆମକୁ ଶିଖେଇବ? ନା ରୋହିଣୀଙ୍କ ଠାରୁ। ରୋହିଣୀ ବ୍ରତରେ ଥିଲେ, ସେ କଥା ଜାଣନ୍ତି। ଠିକ ଅଛି। ତାର ସମସ୍ତ ରାଜମହିଷୀ ମାନେ ଭଗବାନଙ୍କର ପ୍ରିୟା ମାନେ ମା ରୋହିଣୀଙ୍କ ନିକଟକୁ ଯାଇ ଅନୁରୋଧ କଲେ, ମା ଆମକୁ ସେ ବ୍ରଜ ଗୋପୀମାନଙ୍କର କଥା ଟିକେ କହିବେନି, ଆମେ ଶୁଣିବା ପାଇଁ ଇଚ୍ଛା କରୁଛୁ। କିନ୍ତୁ ଦେଖ ବ୍ରଜର ଭାବ ବଡ଼ ଗୋପନୀୟ ଭାବ। ସେ ଭାବରେ ଏତେ କ୍ଷମତା ରହିଛି, ମୁଁ ନିଜେ ଦେଖିଛି। ସେଇଠି ପ୍ରଳୟ, ସେ ଯେତେବେଳେ ଗାଢ଼ ରୂପ ହୁଏ ରାଗ, ରାଗ ଗାଢ଼ଭୂତ ହେଲେ ଅନୁରାଗ, ଅନୁରାଗ ଗାଢ଼ଭୂତ ହେଲେ ଭାବ, ଭାବ ଯେତେବେଳେ ସିଦ୍ଧିଲାଭ କରିବ ମହାଭାବ, ମହାଭାବରୁ ମାଦନାକ୍ଷ, ମାଦନାକ୍ଷରୁ ପ୍ରେମ। এই সমস্ত লক্ষণ ব্রজର ଲକ୍ଷଣ। ତୁମମାନଙ୍କର ସେ ସମସ୍ତ ଲକ୍ଷଣ ନାହିଁ। ତୁମେ କହିମାତ୍ର ବୁଝିପାରିବ ନାହିଁ। ଆମକୁ ବୁଝେଇ ଦେବେ ନା, ଆଉ ହରେ କୃଷ୍ଣ ଆଉ ଆମେ ନ ଶୁଣିଲେ ଆମେ ରହିବୁ? ଆମକୁ ସେ ସମସ୍ତ ବିଷୟ କହିଦେବେ। ପ୍ରଳୟ ଠାରୁ ଆରମ୍ଭ କରି ମହାଭାବ ପର୍ଯ୍ୟନ୍ତ ଯେଉଁ ଲକ୍ଷଣ ଗୁଡ଼ିକ, କିପରି ତାର କାର୍ଯ୍ୟ, ତାର ସାଧନ ପଦ୍ଧତି କିପରି, ଆମକୁ ଟିକେ ଶିଖେଇ ଦିଅନ୍ତି। କିନ୍ତୁ ଦେଖ ତୁଳେ এই কথা যদি কৃষ্ণଙ୍କର কর্ণগোচর ହେଇଯିବ, ସିଏ ଆଉ କୃଷ୍ଣ ହେଇକି ରହିବେନି। ଆଉ ବ୍ରଜର କଥା ଯଦି କୃଷ୍ଣ ଶୁଣିଦେବେ, ସେ ଆଉ ରହିପାରିବେନି। କଣ କରିବା? ନା ତା ପାଇଁ କିଛି ବ୍ୟବସ୍ଥା କରିପାରିବ? ନା ହଁ କରିଦେଇପାରିବ। କଣ କରିବ? ନା ଦ୍ୱାର ବନ୍ଦ କରିଦେବୁ। ନା ଦ୍ୱାର ବନ୍ଦ କରିଦେଲେ ସେ ଆସିବା ପାଇଁ ମନା କି ଭିତରକୁ? ଘରର ପୁଅଟା ଖୋଲିକି ଆସିପାରିବନି। ନା ଆମେ ଆଉ ଗୋଟେ କାମ କରିବୁ। ନା କଣ? ନା ସୁଭଦ୍ରାକୁ ଜଗେଇ ଦେବୁ। ସୁଭଦ୍ରା ବି ଦରକାର ନାହିଁ। କୃଷ୍ଣଙ୍କୁ କି ପ୍ରକାର ସେବା କରାଯିବ, ତାଙ୍କୁ କି ପ୍ରକାର ଆପ୍ୟାୟିତ କରାଯିବ, ସୁଭଦ୍ରାଙ୍କ ଦରକାର ନାହିଁ। ଏ ତ ଭଉଣୀଟା, ତାକୁ ଜଗେଇଦେବା। ସିଏ ବସିଥିବ ଦ୍ୱାରରେ, ଆମେ ସେ କଥା ଶୁଣିବୁ। ଠିକ ଅଛି। ହଂସମହଲ, ଅନ୍ତପୁର, ସୁଭଦ୍ରାଙ୍କୁ ଦ୍ୱାରରେ ଜଗେଇଦେଲେ। ଗୋଟେ ଚେୟାରଟି ସୁନ୍ଦର ପଲଙ୍କଟିଏ ଦେଇଦେଲେ, ଚେୟାରଟିଏ ଦେଇଦେଲେ, ଚୌକିଟିଏ ଦେଇଦେଲେ। ସେଠି ବସିକିରି এই ଭିତର କଥା ସବୁ ଶୁଣୁଛନ୍ତି। ହରିବଲ। କବାଟଟା ବନ୍ଦ ଅଛି ନା, ଶବ୍ଦ ଗୁଡା କଣ ଯାଉନି? ଇଏ ପ୍ରଳୟ ଠାରୁ ଆରମ୍ଭ କରି ମହାଭାବ ପର୍ଯ୍ୟନ୍ତ ଗୋଟି ଗୋଟି କରି ବୁଝୁଛନ୍ତି। ପ୍ରଥମେ କହିଲେ, ହେ ରୁକ୍ମିଣୀ ଆଦି ମହିଷୀ ବୃନ୍ଦ, ଶୁଣ, ଭଗବାନଙ୍କୁ ଯଦି କେହି ନିଜ କରିବା ପାଇଁ ଚାହେଁ, ତାହେଲେ ପ୍ରଥମରେ କର୍ମକୁ ସଜାଡ଼ିବା ପାଇଁ ହେବ। କର୍ମ ଯଦି ସଜାଡ଼ି ହେଇଯିବ, ତାହେଲେ ଚିତ୍ତ ନିର୍ମଳ ହେଇଯିବ। ଯେଉଁମାନେ
ମାନଙ୍କର ଚିତ୍ତ ନିର୍ମଳ ହେଇଯିବ, ସେହି ମାନଙ୍କର ଚିତ୍ତରେ ଭାବ ଜାଗୃତି ହବ। କୋଉ ଭାବ ନା ବ୍ରହ୍ମ ଭାବ। ଏ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହନ୍ତି, ଅର୍ଜୁନ ମାଞ୍ଚ ଯୋଗ୍ୟ ବିଚାରେଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଦ୍ୱୈତାନ ବ୍ରହ୍ମ ଭୟାୟ କଳବତେ ବ୍ରହ୍ମ ବ୍ରହ୍ମ ବୋଲି ଲୋକ ଗୁରାଳି କରନ୍ତି, କିନ୍ତୁ ଅନୁଭୂତିକି ଆସେନି। କେତେବେଳେ ଆସିବ? ଅବ୍ୟଭିଚାରୀ ଭକ୍ତି ଯୋଗ ଅବଲମ୍ବନ କରି ଯେଉଁମାନେ ଭଗବାନଙ୍କୁ ଆରାଧନା କରିବେ ସେମାନେ ସତ୍ୱଗୁଣ ରଜଗୁଣ ତମଗୁଣରୁ ଉତ୍ତୀର୍ଣ୍ଣ ହେଇ ଶୁଦ୍ଧ ସତ୍ୟ ଅବସ୍ଥାରେ ଉପନୀତ ହେଇଯିବେ, ହୃଦୟ ନିର୍ମଳ ହେଇଯିବ। ଯେତେବେଳେ ବ୍ରହ୍ମର ସାକ୍ଷାତକାର ହେଇଯିବ, ବ୍ରହ୍ମ ସାକ୍ଷାତକାର ଯେତେବେଳେ ହେବ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ଗୀତା ପ୍ରତ୍ୟା। ବ୍ରହ୍ମଭୂତ ଯେତେବେଳେ ବ୍ୟକ୍ତି ହେଇଯିବ, ଶୋଚନା ତୁଟିଯିବ, ଆକାଂକ୍ଷା ମିଟିଯିବ, ସେତେବେଳେ କଣ ହବ? ମଦ ଭକ୍ତି ଲଭତେ ପରାଂ, ମୋର ପରାଭକ୍ତି ଅର୍ଥାତ୍ ଶ୍ରେଷ୍ଠ ଭକ୍ତି ଅର୍ଥାତ୍ ସମ୍ବନ୍ଧ ଭକ୍ତି ସେଠି ଜାତ ହବ। ଏହି କଥା ଏକାଦଶ ସ୍କନ୍ଧରେ ଭଗବାନ ଶ୍ରୀକୃଷ୍ଣ ଉଦ୍ଧମ ନିକଟରେ ମଧ୍ୟ ବ୍ୟକ୍ତ କରିଛନ୍ତି। ଏକାଦଶ ସ୍କନ୍ଧ 14 ଅଧ୍ୟାୟ ଭିତରେ ମଧ୍ୟ ଏହା। ତାହେଲେ ସେହି କଥା ହିଁ ମା କହିଲେ ଯେ ହୃଦୟକୁ ନିର୍ମଳ କରିବା ନିମନ୍ତେ ପ୍ରଥମେ ଦରକାର କର୍ମ, କର୍ମକୁ ସଜାଡ଼ିବା ପାଇଁ ପଡ଼ିବ। କର୍ମ ସଜାଡ଼ି ହେବା ପରେ ଭାବ ଗୋଟେ ହେବ। କଣ ଭାବ? ନା ହୃଦୟକୁ ଭଗବାନଙ୍କ ସହିତ ସମ୍ବନ୍ଧ। କିପରି ସମ୍ବନ୍ଧ? ୟା ପାଇଁ ଆଚାର୍ଯ୍ୟ ମାନେ ବିଚାର କରୁଛନ୍ତି। এই ଶରୀରକୁ ରକ୍ଷା କରିବା ନିମନ୍ତେ ଖାଦ୍ୟପେୟ ଦରକାର, ଆଉ ଶୁଣିବ, ଦେଖିବ, ଚାହିଁବ, ଏହା ବି ଦରକାର। କିନ୍ତୁ ଏଗୁଡ଼ିକ କିପରି କରିବ? ଅନାସକ୍ତସ୍ୟ ବିଷୟାନ ତଥାର୍ହମୁପଯୁଞ୍ଜତ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟମୁଚ୍ୟତେ। ଅନାସକ୍ତ ଭାବରେ ବିଷୟକୁ ଭୋଗ କରି ଶରୀରକୁ ରକ୍ଷା କରିବ। ଖାଇବ, ଶୋଇବ, ଶୁଣିବ, ଦେଖିବ, ଶୁଙ୍ଘିବ, ଚାଖିବ, କିନ୍ତୁ ଅନାସକ୍ତ, ଆସକ୍ତ ହବନି। କିପରି ଅନାସକ୍ତ ହବ? ତାକୁ ଏକାଦଶ ସ୍କନ୍ଧରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଶୁଣ ଉଦ୍ଧବ। ଗୃହାରମ୍ଭି ଗୃହୀ ମେଳେ निर्बंध केतरे जेपरि प्रतिपत्तिंकर निर्बंध हुए ठीक सेपरि भगवान सहित निर्बंध स्थापन करिवो। सेही निर्बंध की प्रकारे दास्य, सख्य, वात्सल्य आ मधुर ए चारटी पर्याय रहिछि। ताले हे महिषी वृंद ब्रजगोपी माने भगवान सहित निर्बंध स्थापन करथिले। केतेबेले वस्त्र हरण बेले निर्बंध स्थापन हेबा परे तापर गोपीमान कर भाव धीरे धीरे बड़ ठेला गला। सही प्रलय जेतले गाढ़ हो गला अर्थात निर्बंध हेबा परे आमर प्रभु होउछंती श्रीकृष्ण, आमर नाथ होउछंती श्रीकृष्ण, आंभे श्रीकृष्ण कर सेवकी। एही भाव जेतले गोपीमान कर जात हो गला संग संगे राग जात हो गला बोलिए भक्त वत्सल भगवान की वैषयिक भोग्य वस्तु प्रति आसक्त रही, कार स्त्री प्रति रही, कार अर्थ प्रति रही, कार गृह प्रति रही, कार पशु प्रति रही, किंतु गोपीमान आसक्त कौटी श्रीकृष्ण निकट। श्रीकृष्ण
ସେଇମାନେ ହେଇଗଲେ। ଶ୍ରୀକୃଷ୍ଣଙ୍କୁ ଦିନେ ଯଦି ନ ଦେଖନ୍ତି ତାହେଲେ ତ୍ରୁଟି ଯୁଗାୟତେ ତ୍ୱାମ ପ୍ରସ୍ୟତାଂ। ଗୋପୀମାନେ କହିଲେ ହେ ପ୍ରଭୁ ଗୋଟିଏ ତ୍ରୁଟି ଯୁଗ ଭଳିଆ ବୋଧ ହଉଛି। ଅଟତି ଚେତ ଭବାନନ୍ଦିକାନନଂ ତ୍ରୁଟି ଯୁଗାୟତେ ତ୍ୱାମ ପଶ୍ୟତାଂ। ଆପଣ ଯେତେବେଳେ ବାଛୁରୀ ମାନଙ୍କୁ ନେଇ ଜଙ୍ଗଲକୁ ପଳେଇ ଯାଆନ୍ତି ସେଇ ଦିନଟା ଆମକୁ କାଳ ଭଳିଆ ମହାକାଳ ଭଳିଆ ହେଇଯାଏ, ଆମେ ସମ୍ଭାଳି ପାରୁନଥାଉ। ଏହିପରି ଭାବନା ଜାତ ହେଇଗଲା ଗୋପୀମାନଙ୍କର ରାଗ। ସେହି ରାଗ ଯେତେବେଳେ ବଳବତୀ ହେଲା, ଅନୁରାଗରେ ପରିଣତ ହେଲା। ଅନୁରାଗ ବାରମ୍ବାର ଶ୍ରୀକୃଷ୍ଣଙ୍କୁ ଚିନ୍ତା କରିବା। ତନ ମନସ୍କାସ୍ତଦାଳାପା ତଦବିଚେଷ୍ଟାସ୍ତଦାତ୍ମିକା ତଦ୍ଗୁଣାଦେବ ଗାୟନ୍ତ୍ୟଃ। ହେ ମହିଷୀ ବୃନ୍ଦ, ଗୋପୀମାନେ କେବଳ ଶ୍ରୀକୃଷ୍ଣଙ୍କର କଥା ଛଡ଼ା ଅନ୍ୟ କଥା କିଛି ହଉନଥାନ୍ତି। ବସିବା ବେଳେ, ଖାଇବା ବେଳେ, ଗମନ ବେଳେ ସବୁ ସମୟରେ ଶ୍ରୀକୃଷ୍ଣଙ୍କର କଥା ବାର୍ତ୍ତାଳାପ କରୁଥାନ୍ତି। କିପରି ବିଭ୍ରତ ବାସଂ କନକ ଉପକପିଶଂ ବୈଜୟଂ ତିଞ୍ଜମାଳା ରନ୍ଧ୍ରାନ ବେଣୁରଧର ଶୁଭୟା ବୃନ୍ଦೈ ବୃନ୍ଦାରଣ୍ୟಂ ସପଦରମଣଂ ପ୍ରାବିଶତ ଗୀତ କୀର୍ତ୍ତି। ଏଥିରେ ମଜିଗଲେ ଗୋପୀମାନେ, ସବୁ କଥା ଭୁଲିଗଲେ। କାରଣ ହଉଛି ଅନୁରାଗ। ଆଉ ଏଇ ମହିଷୀ ବୃନ୍ଦ ଏଇ ଅନୁରାଗ ଯେତେବେଳେ ବଳବତୀ ହେଲା, ଏତିକି ବେଳେ ଗୋପୀମାନଙ୍କ ହୃଦୟରେ ଆଉ ଗୋଟିଏ ପ୍ରକାର ନୂତନ ଧାରଣା ଆସି ପହଞ୍ଚିଗଲା। ତା ନାଁ ହଉଛି ଭାବ। ଭାବ ହେଲା ମନର କ୍ରିୟା। ମନ ଭିତରେ କୃଷ୍ଣ କଥା ଛଡ଼ା ବା କୃଷ୍ଣ ସ୍ୱରୂପ ଛଡ଼ା ଅନ୍ୟ କିଛି ସ୍ଥାନ ପାଇଲା ନାହିଁ। ଏଣୁ ଯେଉଁମାନେ କୃଷ୍ଣ ଚେତନାରେ ଜୀବନ ଯାପନ କରନ୍ତି ସେମାନଙ୍କର ଜୀବନ ଧନ୍ୟ। ସେମାନେ କୃଷ୍ଣଙ୍କର ହେଇଯାଆନ୍ତି। କୃଷ୍ଣ ସେମାନଙ୍କୁ କେବେ ଭୁଲି ପାରନ୍ତି ନାହିଁ। ଶ୍ରୀକୃଷ୍ଣ ନିଜେ କହିଛନ୍ତି, ଯେଉଁମାନେ ମତେ ଚିନ୍ତା କରୁଥାନ୍ତି ମୁଁ ସେମାନଙ୍କର ଚିନ୍ତା କରୁଥାଏ। କିପରି? ଉପରେ ଗୋଟିଏ ଉଦାହରଣ। ଦିନେ ଯୁଧିଷ୍ଠିର ମହାରାଜ ଦ୍ୱାରିକାକୁ ଯାଆନ୍ତି। ଦ୍ୱାରିକାରେ ଯାଇ ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ସ୍ଥାୟୀ ବସିଛନ୍ତି। ବାହ୍ୟ ଜ୍ଞାନ ନାହିଁ। ଏହି ଦୃଶ୍ୟଟିକୁ ଦେଖି ରାଜର୍ଷି ଯୁଧିଷ୍ଠିର ମହାରାଜ ବିଚାର କଲେ, ଇଏ ତ ହେଉଛନ୍ତି ପରମାତ୍ମା, ଇଏ ପୁଣି କାହାକୁ ଧ୍ୟାନ କରୁଛନ୍ତି? ଯେତେବେଳେ ଭଗବାନ ଧ୍ୟାନରୁ ବିରତ ହୁଅନ୍ତି ହାତ ଯୋଡ଼ିଲେ ଯୁଧିଷ୍ଠିର ମହାରାଜ। ଇଏ ବଡ଼ ଭାଇ, ହାତ ଯୋଡ଼ିବା କଥା ନୁହଁ, କିନ୍ତୁ ବ୍ୟବହାର ଭୁଲିଗଲେ। ହାତ ଯୋଡ଼ିଲେ, କହିଲେ କୃଷ୍ଣ ତୁମେ କାହାକୁ ଚିନ୍ତା କରୁଥିଲ, କାହାକୁ ଧ୍ୟାନ କରୁଥିଲ? ହସିଦେଲେ ପ୍ରଭୁ। କହିଲେ ମୁଁ ମୋର ଭକ୍ତମାନଙ୍କୁ ଚିନ୍ତା କରୁଥିଲି। ଯେଉଁମାନେ ମତେ ଚିନ୍ତା କରନ୍ତି ମୁଁ ସେମାନଙ୍କର ଚିନ୍ତା କରୁଥିଲି। ବର୍ତ୍ତମାନ କାହାର ଚିନ୍ତା କରୁଥିଲେ? ନା ତୁମର ପିତାମହ ବିଶ୍ୱଦେବଙ୍କର ଚିନ୍ତା କରୁଥିଲି। ଏଣୁ ଭଗବାନ ପ୍ରତିଜ୍ଞା କରିଛନ୍ତି, ଯେଉଁମାନେ ଶତ୍ରୁଦେବ ପ୍ରପନ୍ନାୟ ତବାସ୍ମୃତି ଯାଚତେ, ଥରେ ମାତ୍ର ମୋର ସ୍ମରଣ କରିଦେଇ ମତେ ଯଦି ଚିନ୍ତା କରିବ ମୁଁ ତାକୁ କେବେ ହେଲେ ଭୁଲି ପାରିବି ନାହିଁ। ତାକୁ ମୋ ହୃଦୟରେ ମୁଁ ବସେଇଦେବି। ଯେତେବେଳେ ଗୋପୀମାନଙ୍କର ଭାବ ଅର୍ଥାତ୍ ଭାବନା କେବଳ କୃଷ୍ଣମୟ ହେଇଗଲା, କୃଷ୍ଣ କଥା ଛଡ଼ା ଅନ୍ୟ କଥା କିଛି ଆଉ ଭାବୁନଥାନ୍ତି। କୃଷ୍ଣଙ୍କର ସେବା ବ୍ୟତୀତ ଅନ୍ୟ କଥା କିଛି ବୁଝୁନଥାନ୍ତି। ତରମନସ୍କା ହେଇଗଲେ, ତଦାଳାପ ହେଇଗଲେ, ତଦବିଚେଷ୍ଟା ହେଇଗଲେ। ଏହିପରି ଭାବ ଯେତେବେଳେ ଗାଢ଼ ହେଇଗଲା, ସେ ମହାଭାବରେ ପରିଣତ ହେଇଗଲା। ମହାଭାବ ଏତେ ଥରକ ପାଇଁ ଯଦି କୃଷ୍ଣଙ୍କ ନାମ ଉଚ୍ଚାରଣ କରିବା ପାଇଁ ଯଦି ସୁଯୋଗ ନ ପାଇ ପାରନ୍ତି, କିଛି ବାଧା ହେଇଯାଏ, ତାହେଲେ କଣ ହୁଏ? ଉଦ୍ଧବଙ୍କୁ କହିଛନ୍ତି ଗୋପୀମାନେ। ଉଦ୍ଧବଙ୍କୁ କହିଲେ ଗୋପୀମାନେ, ଉଦ୍ଧବ କହିବଟି ଗୋପୀନାଥଙ୍କୁ କଣ ହେଲା ନା କରର କଙ୍କଣ ହରେ କୃଷ୍ଣ ଇଏ ପଡ଼ିଗଲା। ଆଉ ହାତର ଆଙ୍ଗୁଠି କରକୁ ହୋଇଲା କଙ୍କଣ, ଅର୍ଥାତ୍ ମୁଦ୍ରିକା ଗୁଡ଼ିକ କଙ୍କଣ ହେଇଗଲା। ଏତେ ଶରୀର ଜୀର୍ଣ୍ଣ ହେଇଗଲାଣି। ଏରା ଭାବର ଲକ୍ଷଣ। ଚୈତନ୍ୟ ମହାପ୍ରଭୁ ଦେଖେଇ ଦେଇଥିଲେ ଏ ଭାବର ଲକ୍ଷଣ ସମସ୍ତ ଗୋପୀମାନଙ୍କର ସେଇ ଅବସ୍ଥା ହେଇଯାଇଥିଲା। ଏ ମହିଷୀ ବୃନ୍ଦ ଭାବ ଯେତେବେଳେ ମହାଭାବରେ ପରିଣତ ହେଇଗଲା,
ସେହି ମହାଭାବ ମାଦନାକ୍ଷାରେ ପରିଣତ ହେଇ ଉନ୍ମାଦ ସୃଷ୍ଟି କରିଦେଲା। କଣ ଉନ୍ମାଦ? ଏବଂ ବ୍ରତ ସପ୍ରିୟ ନାମ କୀର୍ତ୍ୟା ଜାତାନୁରାଗ ଚିତ୍ତ ଚିତ୍ତ ଉଚ୍ଚଇ ହସତି ରୋଦତି ରୌତି ଗାୟତି ତ୍ୟକ୍ତ୍ୱା ଲୋକ ଲଜ୍ଜା। କିଏ କଣ କହିଦେବ ଆମେ ନାରୀ ଜାତି ସେଇ ଭାବନା ରହିଲାଣି। ଯେତେବେଳେ ହସୁଥାନ୍ତି ଯେ କେତେବେଳେ କାନ୍ଦୁଥାନ୍ତି ଯେ କେତେବେଳେ ମାଟିରେ ଗଡୁଥାନ୍ତି। କୃଷ୍ଣମୟ ଜୀବନ ହେଇଗଲା। ହେ ମହିଷୀ ବୃନ୍ଦ, ଯେତେବେଳେ କୃଷ୍ଣମୟ ଜୀବନ ହେଇଗଲା ସେତିବେଳେ ହୃଦୟ ପ୍ରେମରେ ଉଲ୍ଲସିତ ହେଇଗଲା। ସାନ୍ଦ୍ରାନନ୍ଦର ସ୍ୱରୂପ ପାଇଗଲେ ଗୋପୀମାନେ। ଏହିପରି ଅବସ୍ଥାରେ ମା ସୁଭଦ୍ରା ସେ ତ ନାରୀ ଜାତି ନା ଫେରେ, ଯଦି ବା ଶ୍ରୀକୃଷ୍ଣଙ୍କର ଭଗିନୀ କିନ୍ତୁ ନାରୀ ଜାତି। ଏହି ଭାବ ଗୁଡିକ ଯେତେବେଳେ ସିଏ ଶ୍ରବଣ କଲେ ସିଏ ମଧ୍ୟ କଣ ହେଇଗଲେ ନା ତେଷ୍ଣବସ୍ୱେତ ରୋମାଞ୍ଚ ସର୍ବାଙ୍ଗ ତବେ ପଥୁ ବୈବରଣ୍ୟ ଅଶ୍ରୁପଲକା ବିବରଣ ଆସିଗଲା। କିନ୍ତୁ ଏମାନଙ୍କର ବିବରଣ ତ ଆସିନି, ଯେହେତୁ ଏମାନଙ୍କର ଟିକେ ଅଭିମାନ ରହିଛି। କିନ୍ତୁ ସୁଭଦ୍ରାଙ୍କର ବିବରଣ ଆସିଲେ କଣ ହେଇଛି? ହସ୍ତପଦ ସବୁ ସଂକୁଚିତ ହେଇଯାଇଛି, ଭିତରକୁ ହାତ ପଳେଇଛି, ମୁହଁଟା ଏତେ ବଡ ହେଇଯାଇଛି, ପାଦ ଗୁଡିକ ଦେଖାଯାଉନି, ସଂକୁଚିତ ହେଇଯାଇଛି। ଭାବର ଲକ୍ଷଣ, ମହାଭାବର ଲକ୍ଷଣ। ଏତିକି ବେଳେ ଭଗବାନ ଶ୍ରୀକୃଷ୍ଣ ସଭା କାର୍ଯ୍ୟ ସମାପନ କରି ଅନ୍ତଃପୁରକୁ ଯେତେବେଳେ ଆସି ପ୍ରବେଶ କରନ୍ତି, ଦ୍ୱାର ବନ୍ଦ ଅଛି। ଦେଖିଲେ ସୁଭଦ୍ରାଙ୍କର ଅତି ବିଚିତ୍ର ରୂପ, ବାହ୍ୟ ଜ୍ଞାନ ନାହିଁ, କିଛି ଜ୍ଞାନ ନାହିଁ, ସବୁ ଭୁଲି ଯାଇଛନ୍ତି। ସେ ଶୁଦ୍ଧ ସପ୍ତ ଅବସ୍ଥାରେ ଉପନୀତ ହେଇଯାଇଛନ୍ତି। ଦେଖିଲେ ଏଇଟା ତ ବ୍ରଜର ଭାବ, ଏଇଠିକି ଆସିଲା କିପରି? ହରିଗଲ ହରେ କୃଷ୍ଣ, ଏଇଟା ତ ଏଇ ଦ୍ୱାରିକାର ଭାବ ନାହିଁ, ଏଇଟା ବ୍ରଜ ଗୋପୀମାନଙ୍କର ଭାବ। ଏ ସୁଭଦ୍ରା ପାଇଲା କୋଉଠୁ? ହରିଗଲ ଟିକେ କାନ ପାଚିଲା ଭିତର ପଟୁ ପାଚିଲା ଆସିକି ଚାଲିଛି ଗୋପୀମାନଙ୍କର ଲୀଳା କଥା। ଭଗବାନ ଶ୍ରୀକୃଷ୍ଣ ସେ ଗୋପୀମାନଙ୍କର ଲୀଳା କଥା ଶୁଣି ଶୁଣି ସିଏ ମଧ୍ୟ ସୁଭଦ୍ରା ଭଳିଆ ହେଇଗଲା, ହସ୍ତପଦ ସଂକୁଚିତ ହେଇଗଲା। ମହାଭାବର ଲକ୍ଷଣ ଦେଖା ଦେଇଗଲା। କ୍ଷାନ୍ତି ଅକର୍ତ୍ତକାଳ ବ୍ୟକ୍ତି ନାଳ ଶୂନ୍ୟତା ଆଶାପଥ ଉତ୍କଣ୍ଠା ମୁକ୍ତି ଭାବା ଶକ୍ତି ପ୍ରେମ ଦେ ସ୍ତମ୍ଭ ଶ୍ଵେତ ରୋମାଞ୍ଚ ସରଭଙ୍ଗ ବୈବରଣ୍ୟ ଅଶ୍ରୁ ପୁଲକା। ଏ ସମସ୍ତ ଆଠଟି ଯାକ ସାତ୍ଵିକ ସୁଭଦ୍ରାଙ୍କର ଆଉ ଶ୍ରୀକୃଷ୍ଣଙ୍କର। ହରିବଲ। ଏତିକି ବେଳେ ବଳରାମ ସେ କୌଣସି କାର୍ଯ୍ୟାନ୍ତରକୁ ଯାଇଥିଲେ, ସିଏ ଆସି ଫେରି ଦେଖନ୍ତି ଭାଇ ଭଉଣୀଙ୍କର ଏ ଅବସ୍ଥା। ଇଏ କିନ୍ତୁ ସେ ଭାବ ରାଜ୍ୟରେ ପ୍ରବେଶ କରିନାହାନ୍ତି। ତାଙ୍କୁ ଦେଖି ଦେଖି ସିଏ ମଧ୍ୟ ଏଭଳିଆ ହେଇଗଲେ। ହରିବଲ ହରେ କୃଷ୍ଣ। ତିନି ମୂର୍ତ୍ତି କାଠ ଭଳିଆ ହେଇ ରହିଛନ୍ତି। ଏପଟେ କଥା ଜାଣିଛି ସୁଭଦ୍ରା ଯଦି ସଂକେତ ଦେଇଥାନ୍ତେ, କଥାଟା ବନ୍ଦ ହେଇଥିଲା। ସୁଭଦ୍ରାଙ୍କର ଜ୍ଞାନ ଅଛି, ସଂକେତ ଦେବେ। ଏ ତିନି ଦେବତା କାଠ ପାଲଟିକିରି ସଂକୁଚିତ ହେଇ ହାତ ମଧ୍ୟ ଲୁଚିକି ଯାଇଛି। ମହାଭାବର ସ୍ୱରୂପ। ଏତିକି ବେଳେ ଦେବର୍ଷି ନାରଦ ବାରମ୍ବାର ଆସନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ। ସେଦିନ ମଧ୍ୟ ଆସିଲେ। ସେ ଯେତେବେଳେ ଆସିଲେ ସେ ବୁଢ଼ାଟି ନେଇ ଯେତେବେଳେ ଯୋଉଠିକି ଯାଆନ୍ତି ନାରାୟଣ ନାରାୟଣ କହନ୍ତି, ସିଏ ମଧ୍ୟ ସେତିକି ବେଳେ କଣ କଲେ? ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ, ହେ ନାଥ ନାରାୟଣ ବାସୁଦେବ, ହେ ନାଥ ନାରାୟଣ ବାସୁଦେବ, ହେ ନାଥ ନାରାୟଣ ବାସୁଦେବ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ, ହେ ନାଥ ନାରାୟଣ ବାସୁଦେବ, ହେ କୃଷ୍ଣ ନାରାୟଣ ବାସୁଦେବ, ହେ କୃଷ୍ଣ ନାରାୟଣ ବାସୁଦେବ। ବୃନ୍ଦାବନ ବିହାରୀ ଲାଲ କି। ନାରଦ ବୀଣା ମାଧ୍ୟମରେ ଏହି ନାମ ଧ୍ୱନି ଯେତେବେଳେ ଉଚ୍ଚାରଣ କରନ୍ତି, ଏହି ଧ୍ୱନି ପହଞ୍ଚିଗଲା ଅନ୍ତଃପୁର ଭିତରକୁ। ମା ରୋହିଣୀ ଏହି ଶବ୍ଦ ଯେତେବେଳେ ଶୁଣିବା ପାଇଁ କହିଲେ, କଥା ବନ୍ଦ କରିଦେଲେ। ନା ନା, ନାରଦ ଆସିଗଲେଣି, ଅତିଥି ଆସିଗଲେଣି। ଗୃହସ୍ଥର କର୍ତ୍ତବ୍ୟ ହେଉଛି ଅତିଥି ଆସିବା ମାତ୍ରକେ ସମ୍ମାନ ଦେବା ପାଇଁ ହେବ। ଯଦି କୌଣସି ଗୃହସ୍ଥ କୌଣସି ସାଧୁ ସନ୍ଥକୁ ଦର୍ଶନ କରି ଯଦି ଅନାଦର କଲା,
ସବୁ ଯାକ ପୁଣ୍ୟ ତାର ସେ ସାଧୁ ନେଇଯିବେ ଯେତେ ତା ପାପ ତାକୁ ଦେଇକି ପଳେଇବେ। ଏହା ବିଚାର କରିଛନ୍ତି ଆମର ବୈଦିକ ଶାସ୍ତ୍ର ବାହାର କରି। ତାହେଲେ ଏ କଥାଟା ବନ୍ଦ କରିଦେଇ ଯେତେବେଳେ ଦ୍ୱାର ଖୋଲିବା ପାଇଁ ଯାଆନ୍ତି, ଏତିକି ବେଳେ କଥା ଯେତେବେଳେ ବନ୍ଦ ହେଇଗଲା, ଏ ଜଗନ୍ନାଥ ଆଉ ବଳରାମ ଆଉ ସୁଭଦ୍ରା ଏମାନଙ୍କର ସ୍ୱରୂପ ମଧ୍ୟ ବଦଳିଗଲା। ଦ୍ୱାର ଖୋଲା ହେଇନି, ନାରଦ ଉଠାଇଛନ୍ତି। ନାରଦ ପ୍ରଭୁଙ୍କୁ ପ୍ରାର୍ଥନା କଲେ, ଦ୍ୱାର ବନ୍ଦ ଅଛି, ଆସିବେ, କଥା ବନ୍ଦ କରିକି ଆସିବେ, ପୂଜା ପାଇଁ ସମୟ ଲାଗିବ ତ। ଏଇ ଅବସର ଭିତରେ ନାରଦ ପ୍ରଭୁଙ୍କର ପାତ୍ରରେ ପଡ଼ିଗଲେ, କହିଲେ ପ୍ରଭୁ ଆପଣ ଯୋଉ ରୂପଟି ଧାରଣ କରିଛନ୍ତି ମୁଁ ସେଇଟା ଆଉ ଟିକେ ଦେଖିବି। କଣ କି ରୂପ ଆମେ ଧରିଥିଲୁ କି? କଣ କହୁଛ ନାରଦ? କଣ ବାୟା ହେଇଗଲ କି? ମୁଣ୍ଡ ଖରାପ ହେଇଗଲା? ଆମେ କିଛି ରୂପ ଧରିନୁ। ନା ନାଇଁ ପ୍ରଭୁ ଆପଣ ଧରିଥିଲେ ନା ଅପୂର୍ବ ରୂପ, ମୁଁ କେବେ ଦେଖିନଥିଲି ଏଇଭଳିଆ ରୂପ। ନା ନା ଆମେ କିଛି ଧରିନୁ। ନା ଆପଣ ଈଶ୍ୱର, ଆପଣ ହଉଛନ୍ତି ଭକ୍ତ ବତ୍ସଳ, ଆପଣ ହଉଛନ୍ତି ଅନ୍ତର୍ଯାମୀ, ଆପଣଙ୍କର ନାଇଁ କହୁଛନ୍ତି। ପ୍ରଭୁ ଟିକେ ତ ଏ ମାଦନାକ୍ଷ ଭାବ ଆମଠି ଆଜି ପ୍ରବେଶ କରିଥିଲା। ବ୍ରଜ କଥା ଶୁଣି ଶୁଣି এইটা নারদ দেখিদেলা, কেତେ କଥା ହେଲା, କି ଉପାୟ କରିବି? ହଉ କଣ କହୁଛ କହିଲ? ନା ସେ ରୂପ ମୁଁ ଟିକେ ଦେଖିବି, ତମର ଯେମିତି ମୂର୍ତ୍ତି ସେୟା ହବ। ମହାପ୍ରଭୁ ହଉ ଯେମିତି କହୁଛ ସବୁ ଆଉ ସେୟା ହେଇଗଲେ। ଜଗନ୍ନାଥ ବଳରାମ ସୁଭଦ୍ରା ଏବେ ଯୋଉ ମୂର୍ତ୍ତି ଦେଖୁଛନ୍ତି, ହରିବଳ ହାତ ଗୋଡ଼ ଭିତରକୁ ପଳେଇଛି, ପାଦ ନାହିଁ, କିଛି ନାହିଁ, ହରିବଳ ହରେ କୃଷ୍ଣ। ନାରଦ କହିଲେ ପ୍ରଭୁ ଏଇ ସ୍ୱରୂପ କଳିଯୁଗର ମଣିଷ ଦର୍ଶନ କରିବାର ସୌଭାଗ୍ୟ ପାଇବ। এই স্বরূপକୁ କଳିଯୁଗର ମଣିଷ ଯଦି ଦର୍ଶନ କରିବ, ବିଶେଷ କରି ରଥ ଉପରେ ଯଦି ଦର୍ଶନ କରିବ, ସର୍ବପାପରୁ ମୁକ୍ତି ହେଇ ତାର ପୁନର୍ଜନ୍ମ ହବନି। ବୋଲି ଭକ୍ତ ବତ୍ସଳ ଭଗବାନ କି ପ୍ରଭୁ କହିଲେ ତାହା ହିଁ ହଉ। ପୂର୍ବ ରୂପ ଆସି ଯାଇଛି, ଦ୍ୱାର ଖୋଲା ହେଇଛି, ଭିତରକୁ ଯାଇଛନ୍ତି। ସେଇ ଭାବମୟ ମୂର୍ତ୍ତି ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। এই জগନ୍ନାଥ ମହାପ୍ରଭୁଙ୍କର ଏତେ ମହିମା ଆପଣମାନେ ଜାଣିଥିଲେ ମଧ୍ୟ ମୁଁ ଗୋଟିଏ କଥା କହିଦେବି। ହରିବଲ ହରେ କୃଷ୍ଣ। ଜଗନ୍ନାଥଙ୍କର 60 ପଉଟି କଥା ଅଛି। 60 ପଉଟି କହିଲେ ଆମ ଏଠା ହିସାବରେ 60 ନଉତି, ଅର୍ଥାତ୍ ସବୁବେଳେ ଚାଉଳ ପ୍ରତିଦିନ 60 ପଉଟି, କିନ୍ତୁ ଏତେ ବଡ଼ ନଉତି ନୁହଁ, ଛୋଟଟା, ଅର୍ଥାତ୍ 60 ତୋଳାରେ ଗୋଟିଏ ଅଡ଼ା। ଏଇ ହିସାବରେ 60 ପଉଟି ପ୍ରତିଦିନ ଭୋଗ ହବ। ସେଇ ଭୋଗ ଲକ୍ଷ ଲୋକ ଆସନ୍ତୁ ଖାଇବେ, 1000 ଲୋକ ଆସନ୍ତୁ ଖାଇବେ, 10 ଲକ୍ଷ ଲୋକ ଆସନ୍ତୁ ଖାଇବେ। ଏଇଟା ଆପଣ ଅନୁଭୂତି କରିଥିବେ ନା କରିନା? ଯେତେ ଲୋକ ଆସନ୍ତୁ ସେ ପ୍ରସାଦ ସମସ୍ତଙ୍କୁ ହେଇଯିବ। ଏ ସେବ କେତେବେଳେ ଅନୁଭୂତି କଲା? ନୂତନ କଳବର ବର୍ଷ ଗୋଟିଏ ହେଇଛି। ସେହି ବର୍ଷ ଆମର ଏଇ ବିଶ୍ୱକଲ୍ୟାଣ ଯଜ୍ଞ ସେଇଠି 9 ଦିନ ହେଲା। ପ୍ରସାଦ ପାଇଁ ମୁଁ ଯାଇ ପଣ୍ଡାମାନଙ୍କୁ କହିଲି, ପଣ୍ଡାମାନେ କହିଲେ ଏଇଠା ଅଧିକ ଚାଉଳ ରୋଷେଇ ହବନି, ଯେତିକି ହେବା କଥା ସେତିକି ହବ। ନା ଏତେ ଲୋକ ଖାଉଛନ୍ତି, ସେଇଟା ଲକ୍ଷ୍ମୀଙ୍କର କୃପା, ମହାଲକ୍ଷ୍ମୀଙ୍କର ଦୃଷ୍ଟି ଥିବା ତୁ ଯେତେ ଲୋକ ଆସେ ସେ ପ୍ରସାଦ ହେଇଯିବ, କିନ୍ତୁ ଅଧିକ ରୋଷେଇ ହବନି, ଆପଣଙ୍କୁ କହିବା ଦରକାର ନାହିଁ। ମୁଁ ଫେରି ଆସିଲି। ସେଦିନ ହେଉଛି ନବମୀ। ନବମୀ ଦର୍ଶନକୁ ପଞ୍ଚକୋଟି ଖାଇବେ, ଯାତ୍ରୀ ମାନେ ଖାଇବେ। ନବକଳ ବର୍ଷ କେତେ ଲୋକ ଯାଇନଥିବେ, ସମସ୍ତଙ୍କୁ ସେଇ ପ୍ରସାଦ ହେଇଗଲା, ଆମେ ବି ପାଇବୁ। ତାହେଲେ ହେଲା ପ୍ରସାଦର ମହିମା। ଆଉ ଗୋଟିଏ ବିଚିତ୍ର କଥା ଆପଣମାନେ ଦେଖିଥିବେ, ରୋଷଶାଳାରୁ ଯେତେବେଳେ ଭୋଗ ଯିବ ଭୋଗ ମଣ୍ଡପକୁ, କିଛି ବାସ୍ନା ନାହିଁ। ଏବେ ଗୋଟେ 2ଟା କାଠ ଦିଆଯାଉଛି, ଆଗ ତ ଖୋଲା ଥିଲା, ମନା କରାହଉଥିଲା, ଭୋଗ ଯାଉଥିଲା, କିଛି ବାସ୍ନା ନଥିବ। କିନ୍ତୁ ଯେତେବେଳେ ଭୋଗ ନୈବେଦ୍ୟ ହେଇଯିବ, ଜଗନ୍ନାଥଙ୍କୁ ଅର୍ପଣ ହେଇଯିବ, ଗୋପାଳ ମନ୍ତ୍ରରେ ଅଭିମନ୍ତ୍ରରେ ଯେତେବେଳେ ତୁଳସୀ ଜଳ ପଡ଼ିଯିବ, ସେଥିରେ ସେ ପ୍ରସାଦ ଏତେ ଗୁମୁ ଗୁମୁ ବାସନା, ପଦାକୁ ଆସିଲା ବେଳକୁ ତ ପେଟ ପୁରିଯିବ ବାସ୍ନାରେ। ଆଉ ଅନୁଭୂତି କରିଥିବେ ଆପଣମାନେ। ଏହିପରି ଜଗନ୍ନାଥଙ୍କର ମହିମା ସୁତରାଂ ଶ୍ରୀମଦ୍ ଭାଗବତରେ ନିରୂପଣ କରିଦେଇଛନ୍ତି। କଳିଯୁଗର ମଣିଷ ଯେତେ ଦେବତା ଅଛନ୍ତି ଏ ପୃଥିବୀରେ, ସମସ୍ତ ଦେବତା ମାନଙ୍କର ନାଥ ହଉଛନ୍ତି ଜଗନ୍ନାଥ। ତାଙ୍କ ନାଁ ହଉଛି ଜଗତର ନାଥ। ଆଉ ଏ ଓଡ଼ିଶା ଭୂମି ବଡ଼ ପବିତ୍ର ଭୂମି, ଯେହେତୁ ଜଗନ୍ନାଥ ଅଛନ୍ତି ଓଡ଼ିଶାରେ, ଲିଙ୍ଗରାଜ ଅଛନ୍ତି ଓଡ଼ିଶାରେ। ହରିବଲ ହରେ କୃଷ୍ଣ। ଆଉ ଯେତେ ତୀର୍ଥ ଅଛନ୍ତି ସବୁ ତୀର୍ଥରେ ଲିଙ୍ଗରାଜ ନାହାନ୍ତି କି ଜଗନ୍ନାଥ ନାହାନ୍ତି, ଅନ୍ୟ ଦେବତା ମାନେ ଅଛନ୍ତି। ଆଉ ଯେତେ ତୀର୍ଥ ବୁଲିକି ଆସିବ, ଯଦି 12 ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ଆସି ଯଦି ଲିଙ୍ଗରାଜକୁ ଦର୍ଶନ ନ କରିବ, ତାର ତୀର୍ଥ ପୂର୍ଣ୍ଣ ହବନି। ସବୁ ତୀର୍ଥ ବୁଲି ବୁଲି ଯଦି ଜଗନ୍ନାଥଙ୍କୁ ଆସି ଜଗନ୍ନାଥଙ୍କର ଦର୍ଶନ ନ କରି ଯଦି ପ୍ରସାଦ ମୁଠେ ନ ଖାଇବ, ତାର ତୀର୍ଥ ଅପୂର୍ଣ୍ଣ ରହିବ। ଏକଥା
କଳିଯୁଗର ମଣିଷ ସମସ୍ତ ପାପରୁ ମୁକ୍ତ ହେଇଯିବ ବୋଲି ଭକ୍ତ ଭଗବାନ କି ପାପ ପାପମୟ ଜୀବନ। ହଁ, କଳିଯୁଗର ମଣିଷ ପାପ ପରାୟଣ ହବ, କିନ୍ତୁ ଏଇତକ ଯଦି କରିଦେଇ ପାରିବ, ଟିକେ ପ୍ରଭୁଙ୍କର ନାମ ଜପ କରିବ ବା କୀର୍ତ୍ତନ କରିବ, ଆଉ ପ୍ରସାଦ ଯଦି ଟିକେ ଖାଇପାରିଲା, ନିର୍ମାଣ ଯଦି ଟିକେ ଖାଇପାରିଲା, ଜୀବନ କୃତକୃତ ହେଇଯିବ, କୃତାର୍ଥ ହେଇଯିବ। ଏରା କଳିଯୁଗ ମଣିଷ ମାନଙ୍କ ପାଇଁ ବ୍ୟବସ୍ଥା। ତେଣୁ ଏପରିକି ଯେଉଁମାନେ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି, ଜପ କରନ୍ତି, ପ୍ରସାଦ ସେବନ କରନ୍ତି, ସେମାନେ କଳି କଳମସରୁ ରକ୍ଷା ପାଇଯାଇଥାନ୍ତି। ନିଜେ ପ୍ରଭୁ କହିଛନ୍ତି, ଯଜ୍ଞ ଶିଷ୍ଟାସୀନ ସନ୍ତୁ ମୁଚ୍ୟତେ ସର୍ବ କ୍ଳିବିଷୟୀ, ସମସ୍ତ କ୍ଳିବିଷ ଅର୍ଥାତ୍ ବିପଦରୁ ବା ଦୁଃଖରୁ ବା ପାପରୁ ରକ୍ଷା ପାଇଯିବ ଯଦି ଭଗବାନଙ୍କର ପ୍ରସାଦ ସେବନ କରିବ, ଆଉ ଭଗବାନଙ୍କ ନାମ ଯଦି ଉଚ୍ଚାରଣ କରିବ। ଏକ କୃଷ୍ଣ ନାମ ଲଇଲେ ଯତ ପାପ ହରେ, ପାପୀ ହଇଆ ତତ ପାପ କରିଥିଲା ପାରେ। ଏହାର ବିଚାର କରାଯାଇଛି। ସୁତରାଂ ଯୁଗଟା ଦୋଷର ଗନ୍ତାଘର ହେଲେ ମଧ୍ୟ କିନ୍ତୁ ଗୋଟେ ମହାନ ଗୁଣ ଅଛି। କଳି ସ୍ୱଭାବେ ସାରଜ୍ଞା ସାର ଭାଗିନ ଯତ୍ର ସଂକୀର୍ତ୍ତନେ ନୈବ ସର୍ବସ୍ୱାର୍ଥ ଅଭିଲଭ୍ୟତେ। କଳିଯୁଗର ଏତେ ବଡ଼ ଗୁଣ ଯେ ଅନ୍ୟ ତିନି ଯୁଗର ମଣିଷମାନେ କଳିଯୁଗକୁ ପ୍ରଶଂସା କରିଥାନ୍ତି। ଯେହେତୁ କେବଳ ନାମ କୀର୍ତ୍ତନ, ତିନିତାଲା କୋଠା ତଳେ ବସିବ, ଚାଉଳରେ ଗୁଡ଼ି ମିଶେଇବ, ପେଟ୍ରୋଲରେ କିରାସିନି ମିଶେଇବ, ନାଚ ଖାଇବ, କିନ୍ତୁ କୃଷ୍ଣ 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 କଲେ ସେ ପାପ ଆପେ ଆପେ ଛାଡ଼ିଯିବ। ପାପ କରିବାକୁ ଇଚ୍ଛା ହବନି, ହରିଗଲା ହରେ କୃଷ୍ଣ। ଏଇଟା କଳିଯୁଗର ମହିମା। ସୁତରାଂ ସମସ୍ତ ଦୋଷମାନଙ୍କ ମଧ୍ୟରେ ମହାନ ଗୁଣ ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ ଥିବା ହେତୁ କଳିଯୁଗକୁ ସମସ୍ତେ ପ୍ରଶଂସା କରିଛନ୍ତି, ଧନ୍ୟବାଦ ଦେଇଛନ୍ତି। ଆମେ କହୁଛେ କଳିଯୁଗର ମଣିଷ, ଆମକୁ କୋଉ ତୀର୍ଥ ଯିବା ଦରକାର ନାହିଁ, କୋଉ ଜଙ୍ଗଲକୁ ଯିବା ଦରକାର ନାହିଁ, ତିନିତାଲା କୋଠା ତଳେ ରହିବା। ଏମ୍ବାସଡ଼ା କାର୍ଟା ନାଁ ଥିଲା, ଏବେ ତ କେତେ ଗାଡ଼ି ବାହାରିଲାଣି, ମତେ ନାଁ ଆସୁନି। ଏସବୁ ଗାଡ଼ି 3-4ଟା 20 ଟଙ୍କା ଥାଉ, ତିନିତାଲା କୋଠା ପଙ୍ଖା ତଳେ ବସିଥିବା, ଏ କଣ୍ଡିସନ ଘରେ ବସିଥିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଗଲା ଦରକାର। ଆଉ ଅନ୍ୟାନ୍ୟ ଯୁଗ ମାନଙ୍କରେ ଜଙ୍ଗଲକୁ ଯିବ, ମଛା ଗଣଗଣ ସଣସଣ ହଉଥିବେ, ଅଗ୍ନି ତାପିବ, ତପ କରିବ, ତେବେ ସିଦ୍ଧି ମିଳିବ। କଳିଯୁଗରେ କିଛି ଦରକାର ନାହିଁ। ଘରେ ବସି ଯଦି ହରେ କୃଷ୍ଣ ନାମ ଜପ କରିବ, ସେଇମାନେ ଯାହା ପାଉନଥିଲେ ସେମାନେ ତାହା ପାଇଯିବେ। ଶ୍ରୀମଦ୍ ଭାଗବତ ବିଧାନ କରିଛନ୍ତି, କୃତିଯଧ୍ୟାୟତେ ବିଷ୍ଣୁ ତ୍ରେତାୟାଂ ଯଜତେ ମଖୈ ଦ୍ୱାପରେ ପରିଚର୍ଯ୍ୟାୟା କରୁ ତତ୍ ହରିକୀର୍ତ୍ତନାତ୍। କଳିଯୁଗରେ ହରିଙ୍କର ନାମ କୀର୍ତ୍ତନ କରିବ, ଜପ କରିବ, ସେମାନେ ଯାହା ପାଇଥିଲେ ଇଏ ତାହା ପାଇଯିବ। ତେଣୁ କଳିଯୁଗ ହେଉଛି ଧନ୍ୟ କଳିଯୁଗ। ତେଣୁ ଏ ପରିସ୍ଥିତି କଳିଯୁଗ ମାନବମାନଙ୍କ ପାଇଁ ତୁମେ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। କେବଳ ନାମ ଯଦି ଆଶ୍ରୟ କରିବ, ସକଳ ପାପରୁ ମୁକ୍ତ ହେଇଯିବ। ହାତ ଯୋଡ଼ିଦେଲେ କହିଲେ, ପ୍ରଭୁ ଏଇ ନାମ ଉଚ୍ଚାରଣ କରିବା ପାଇଁ ଗୋଟେ ଜ୍ଞାନ ଦରକାର। ସେ ଅଜା ବେଳକୁ ନାରଦ କହି କହି ହାଲିଆ ହେଇଲେ, କିନ୍ତୁ ସେ ନାରାୟଣ ଶବ୍ଦ ଉଚ୍ଚାରଣ କରିପାରିଲାନି। ସେ କଳିଯୁଗର ମଣିଷଟାକୁ କେତେ ଉପଦେଶ ଦେବେ, ବ୍ରହ୍ମା ଆସିବେ, ବିଷ୍ଣୁ ଆସିବେ, ବଡ଼ ବଡ଼ କପିମାନେ ଆସିକି କହିଲେ ମଧ୍ୟ ପୃଥିବୀପାଠ ପୃଥି ଦେଇ ଘରକୁ ପଡ଼ିଲା ବେଳକୁ ସେଇ ପୁନି ଟୁନି ବୋଲି ଡାକିବେ। ତାଙ୍କର ସର୍ବୁଚି ହବ କିପରି, କଣ କଲେ ହବ ତାକୁ ଟିକେ କହିବେନି। କି କାର୍ଯ୍ୟ କଲେ ଏମାନଙ୍କର ଏହି ଦିବ୍ୟ ଜ୍ଞାନ ଜାତ ହବ, ନାମ ଉଚ୍ଚାରଣ କରିବା ପାଇଁ ଇଚ୍ଛା ହବ, ତାହା ତ ଦେଖନ୍ତୁ। ସୁନ୍ଦର ପ୍ରଶ୍ନ। ପରୀକ୍ଷିତ, ୟାର ଉତ୍ତର ଆସନ୍ତା କାଲି ଦେବି। ଆଜିର ପ୍ରସଙ୍ଗ ଅର୍ଥାତ୍ ନାମର ମହିମା ଉଜାଗରଣ ଉପାଖ୍ୟାନ, ପ୍ରସାଦର ମହିମା ଜଗନ୍ନାଥଙ୍କର ଉପାଖ୍ୟାନ, এই দুইটি প্রসঙ্গକୁ ମନନ କରିବା ନିମନ୍ତେ ଆମେ ପ୍ରଭୁଙ୍କର ଜଗନ୍ନାଥଙ୍କର ପରାର ବିନ୍ଦୁକୁ ଚିନ୍ତା କରିବା। ଆଜି ପ୍ରଭୁ ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ ପ୍ରଭୁଙ୍କର ମନ ବଡ ଖୁସି ଆସେ, ବଡ ଆନନ୍ଦ। କାହିଁକି? ଗୁଣ୍ଡିଚା ଘରଟା ହେଉଛି ଗୋଲକ ଧାମ ବା ବୃନ୍ଦାବନ ବୋଲି ସ୍କନ୍ଦ ପୁରାଣ ନିରୂପଣ କରିଛନ୍ତି। ଆଉ ଶ୍ରୀମନ୍ଦିରଟା ହେଉଛି ଦ୍ୱାରିକା। ଦ୍ୱାରିକାରେ ପ୍ରଭୁ କେବେ ସୁଖରେ ରହନ୍ତିନି। ଏ ବଡ଼ ଜଞ୍ଜାଳ, ବଡ଼ ଧନ୍ଦା। କିଏ କହିବ ଆଜ୍ଞା ଆମ ରାଜ୍ୟରେ ବର୍ଷା ହବନି, କିଏ କହିବ ଆଜ୍ଞା ଆମକୁ ଖାଇବାକୁ ମିଳୁନି, ଏ ସବୁ ଧନ୍ଦା ଯାକ ସେଇଠି। କିନ୍ତୁ ଏଇଠି କିଛି ନାହିଁ। ଖାଅ ପିଅ ମଜା ମଜଲିସ କର। ଗୋପରେ କଣ କୃଷ୍ଣଙ୍କୁ ଚିନ୍ତା ଥିଲା କି? ମଥୁରା ପଡ଼ିଆ ଯାଉଛ ତ ମାଡ଼ି ଉଠିଲା ଚିନ୍ତା, ଆଉ ହରିଗଲା ଆଉ ହରେ କୃଷ୍ଣ। ଗୋପରେ କିଛି ଚିନ୍ତା ନଥିଲା। ଠିକ ପ୍ରଭୁ 9 ଦିନ ପାଇଁ ଗୋପରୀଲା କରିକି, ତେଣୁ ଭଗବାନ ବଡ଼ ଉଲ୍ଲାସରେ ସେଇଠି ରହନ୍ତି। ଏଣୁ ସେହି ଗୁଣ୍ଡିଚା ଜାତକୁ ମନେ ପକାଇ ଆମେ ସେଇ ପ୍ରଭୁଙ୍କର କଥା ମନ କରିବା ନିମନ୍ତେ
प्रभु टिके डाकिबा प्रभु हम कृपा करो दया करो सद्गुणी दियो प्रभु गोविंद जय जय गोपाल जय जय 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 जगन्नाथ रूपधारी गोविंद जय जय जगन्नाथ रूपधारी गोविंद जय जय Hare